ଦୋକାନରୁ ନୂଆ ମେକଅପ୍ ବକ୍ସ ତ ନେଇ ଆସିଲି। ଏବେ ଥରେ ଲଗେଇକି ଦେଖେ ମୁଁ କେମିତି ଦେଖାଯାଉଛି। ବାଃ, ମୁଁ କେତେ ସୁନ୍ଦର ଦେଖାଯାଉଛି। କିଏ କହିବ ମୋ ଦୁଇଟା ଛୁଆର ମା? ମତେ ଦେଖିଲେ ସମସ୍ତେ ଭାବିବେ ମୋର ଏଯାଏଁ ବାହାଘର ହେଇନି। ଆରେ ରିନୁ, ତୁ କୋଉଠି ଅଛୁ? ଆରେ ତମେ ଆସିଗଲ? ଯାଅ ନା ମୋ ପାଇଁ ଟିକେ ଗରମ ପାଣି କରିଦେବ। ନୂଆ ମେକଅପ୍ ବକ୍ସ ଆଣିବା ପାଇଁ ମୁଁ ଅନେକ ସମୟ ଘର ବାହାରିଥିଲି। ଖରାରେ ତ ମୋ ମୁଣ୍ଡ ବୁଲେଇ ଦେଉଥିଲା। ମୁଁ ମେକଅପ୍ ରିମୁଭ୍ କଲା ପରେ ଗରମ ପାଣିରେ ଗାଧେଇଥାନ୍ତି। ରିନୁ, ତୁ ଏ କ'ଣ କହୁଛୁ? ମୁଁ କାମ ସାରି ଏବେ ଘରକୁ ଫେରିଲି। ତୁ ମତେ ଗୋଟେ ଗ୍ଲାସ ପାଣି ନ ଦେଇ କହୁଛୁ ଗରମ ପାଣି କରିବାକୁ? ହଁ, କହିଲି ତ କ'ଣ ଭୁଲ କରିଦେଲି? କୁନି ରୋଷେଇ କରୁଛି, ମୁନି ପାଣି ଆଣିବାକୁ ଯାଇଛି। ସେ ଆସିଲେ ତମକୁ ପାଣି ଦେବ। ମୁଁ ପାଣି ଆଣି ପାରିବିନି। ତତେ ମୁଁ ଆଉ ପାରିବିନି। ଆଗରୁ ଯଦି ଜାଣିଥାନ୍ତି ତୁ ଏମିତି, ମୁଁ କେବେ ତତେ ବାହାଇ ନଥାନ୍ତି। ସେମିତି ହେଇଥିଲେ ଭଲ ହେଇଥାନ୍ତା। ମତେ ବି ତୁମ ଘରକୁ ଆଉ ଆସିବାକୁ ପଡିନଥାନ୍ତା। କେତେ ବଡ ବଡ ଘରୁ ମୋ ପାଇଁ ପ୍ରସ୍ତାବ ଆସୁଥିଲା। ମୋ ଭାଗ୍ୟ ଖରାପ ମୁଁ ତୁମକୁ ବାହାଇଲି। ନହେଲେ 7 ଜନ୍ମରେ ବି ତୁମେ ମୋ ପରି ସୁନ୍ଦରୀ ସ୍ତ୍ରୀ ପାଇନଥାନ୍ତ। ବୁଝିଲ? ମୁଁ ତୋ ସହ ଯୁକ୍ତିରେ ପାରିବିନି। ମତେ ଖାଲି କହ, ଆଜି କ'ଣ କ'ଣ ତୁ ରୋଷେଇ କରିଛୁ? ମତେ କାହିଁକି ପଚାରୁଛ? କୁନିକୁ ପଚାର। ଏତେ ଗରମରେ ମୁଁ ରୋଷେଇ କରି ପାରିବିନି। କୁନି ଆଉ ମୁନି ରୋଷେଇ କରୁଛନ୍ତି। ଛି ରିନୁ, ଏତେ ଛୋଟ ଛୋଟ ଛୁଆଙ୍କୁ ତୁ ରୋଷେଇ କରଉଛୁ? ମା କୁନି, ମା ମୁନି, ତମେ 2 ଜଣ କୋଉଠି ଅଛ? ଏମିତି କହି ବାପା ଚଢ଼େଇ ତା 2 ଝିଅଙ୍କ ପାଖକୁ ଗଲା। ରିନୁ ପୁଣି ଥରେ ନିଜକୁ ଆଇନାରେ ଦେଖି କହିଲା, ମୁଁ ଏତେ ସୁନ୍ଦର ବୋଲି ମତେ କେହି ସହିପାରୁନାହାନ୍ତି। ସମସ୍ତେ ଚାହୁଁଛନ୍ତି ମୋ ସୁନ୍ଦରତା ନଷ୍ଟ ହେଇଯାଉ। ଭାବୁଛନ୍ତି ମୁଁ କିଛି ଜାଣିପାରିବିନି। ହେଲେ ମୁଁ ସବୁ ଜାଣିଛି। ଏ କ'ଣ ରେ ମା, ତୁ ନିଆଁ ପାଖରେ ବସି ରୋଷେଇ କରୁଛୁ? ମୁନି କୁଆଡେ ଗଲା? ବାପା, ଘରେ ପାଣି ନଥିଲା ତ ମୁନି ପାଣି ଆଣିବାକୁ ଯାଇଛି। ତମେ 2 ଭଉଣୀ ସାରା ଦିନ କାମ କର, ଆଉ ତମ ମାନଙ୍କ ମା ସାରା ଦିନ ନିଜକୁ ସଜେଇବାରେ ହିଁ ବ୍ୟସ୍ତ ରୁହେ। ଇଏ କେମିତିକା କଥା? ମାରେ, ତୁ ଏପଟେ ଆସେ, ମୁଁ ରୋଷେଇ କରିବି। ନା ବାପା, ତୁମକୁ କିଛି କରିବାକୁ ପଡିବନି। ମୁଁ ରୋଷେଇ ଜାଣିଛି। କିଛି ସମୟ ପରେ ମୁନି ଆସିବ। ତାପରେ ଆମେ ତୁମକୁ ଖାଇବା ବାଢି ଦେବୁ। ତୁମେ ଜମା ଚିନ୍ତା କରନି। ଏ କ'ଣ ବାପା, ତୁମେ କାନ୍ଦୁଛ କାହିଁକି? କାନ୍ଦିବିନି କେମିତି କହିଲୁ? ମା ଥାଉ ଥାଉ ଏଇ ଛୋଟ ବୟସରେ ତମେ ମାନେ କେତେ କଷ୍ଟ ପାଉଛ। ବାହାଘର ପରେ ପରେ ହିଁ ତମମାନଙ୍କ ମା ନିଜ ରୂପକୁ ନେଇ ଭାରି ଅହଙ୍କାର କରୁଥିଲା। ଭାବିଥିଲି ସମୟ ସହିତ ସେ ବଦଳିଯିବ, କିନ୍ତୁ ନା, ତମମାନଙ୍କ ମାର ଅହଙ୍କାର ଏବେ ବି କମିନି। ବାପା, ଚିନ୍ତା କରନି। ଦେଖିବ ଦିନେ ଦିନେ ମା ନିଜ ଭୁଲ ବୁଝିପାରିବେ। ସେମାନେ ଏପରି କଥା ହେବା ସମୟରେ ରିନୁ ସେଠାକୁ ଚାଲି ଆସିଲା ଆଉ ତାଙ୍କର ସବୁ କଥା ଶୁଣିନେଲା। ମୁଁ କ'ଣ ଭୁଲ ବୁଝିପାରିବି? କିରେ, ମୋ ନାଁରେ କ'ଣ କହୁଛ ବାପାଙ୍କୁ? ମା ନାଁରେ ଖରାପ କଥା କହିବା ପାଇଁ ତମମାନଙ୍କୁ ଟିକେ ଲାଜ ଲାଗୁନି? ଛି ରିନୁ, ତୁ ନିଜ ଛୁଆଙ୍କୁ ଏପରି କଥା କେମିତି କହିପାରୁଛୁ? ତୁ ତାଙ୍କୁ ଯେତେ କଷ୍ଟ ଦେଲେ ବି ସେମାନେ କେବେ ବି ତୋ ନାଁରେ ଖରାପ କଥା କହିବେନି। ମତେ ମିଛ କୁହନି। ମୁଁ ନିଜ କାନରେ ସବୁ ଶୁଣିଛି। ତୁମେ ବି ଗୋଟେ କଥା ମନେ ରଖ, ଅନ୍ୟ ସ୍ତ୍ରୀ ମାନଙ୍କ ପରି ସାରା ଦିନ ମୁଁ ତୁମ କାମ କରିପାରିବିନି। ମା, ତୁମେ ଜମା ବି ରାଗନି। ଆମେ 2 ଭଉଣୀ ସବୁ କାମ କରିନେବୁ। ହଁ, ତମ ମାନଙ୍କୁ ହିଁ ସବୁ କାମ କରିବାକୁ ପଡିବ। ମୁଁ ଏତେ ସୁନ୍ଦର ଆଉ ମୋ ଛୁଆ 2ଟା ଏତେ କଳା। ତମେ ମାନେ ଯଦି ମୋ ପରି ସୁନ୍ଦର ହେଇଥାନ୍ତ, ମୁଁ ତମ ମାନଙ୍କୁ କିଛି କାମ କରିନଥାନ୍ତି। ରିନୁ, ତୁ ଅଧିକ କଥା କହୁଛୁ। ଏବେ ଏସବୁ ବନ୍ଦ କର। କ'ଣ ଭୁଲ କଥା କହୁଛି ମୁଁ? ଏମିତିରେ ଏମାନେ କଳା। ଏଇ 2 ଜଣ ଯଦି ଘର କାମ ନ ଶିଖିବେ, ପଛରେ ତାଙ୍କ ବାହାଘର କରିବା କଷ୍ଟ ହେବ। ସେମାନେ ଯାହା କରୁଛନ୍ତି ଠିକ କରୁଛନ୍ତି। ଏମିତି କହି ରିନୁ ସେଠାରୁ ଚାଲିଗଲା। ରିନୁର କଥା ଶୁଣି ତାର 2 ଛୁଆ କାନ୍ଦିଲେ। କାନ୍ଦନି ରେ ମା, ଜମା କାନ୍ଦନି। ଆମ ଭାଗ୍ୟଟା ହିଁ ଖରାପ। ନହେଲେ କ'ଣ ନିଜ ମା ତା ଛୁଆମାନଙ୍କୁ କଷ୍ଟ ଦେଇ ପାରନ୍ତା? ବେଳେ ବେଳେ ମୁଁ ଭାବେ, ରିନୁ ଯଦି ତା ଅହଙ୍କାରର ଶାସ୍ତି ପାଆନ୍ତା କେତେ ଭଲ ହୁଅନ୍ତା। ବାପା, ଏମିତି କୁହନି। ତୁମେ ବସ, ମୁଁ ଖାଇବା ବାଢୁଛି। କୁନି, ଏ କୁନି, ମତେ ଗୋଟେ ଗ୍ଲାସ ପାଣି ଆଣିଦେଲୁ। କୁଆଡେ ଗଲା ଏ ଝିଅ? ମୋ କଥା ଜମା ବି ଶୁଣୁନି। ମୁଁ ଯାଇ ଦେଖେ। କିରେ, ତମେ ମାନେ ଏଠି କ'ଣ କରୁଛ? ଏତେବେଳୁ ଡାକୁଛି, ତମ ମାନଙ୍କୁ ଶୁଣା ଯାଉନି? ମା, ମୁନି ପାଠ ବୁଝି ପାରୁନଥିଲା। ମୁଁ ତାକୁ ପଢିବାରେ ସାହାଯ୍ୟ କରୁଥିଲି।
କ'ଣ କହୁଥିଲ କି ମା? ହଁ, ଯା ଗୋଟେ ଗ୍ଲାସ ପାଣି ଆଣିବୁ। ତତେ ଡାକି ଡାକି ମୋ ତଣ୍ଟି ଶୁଖିଗଲାଣି। କିନ୍ତୁ ମା, ଘରେ ତ ପାଣି ନାହିଁ, ମୁଁ କେମିତି ତୁମକୁ ପାଣି ଦେବି? କ'ଣ ହେଲା? ଘରେ ଟିକେ ବି ପାଣି ନାହିଁ, ଆଉ ତମେ ମାନେ ଏଠି ବସି ପାଠ ପଢୁଛ? ଯାଅ ଶୀଘ୍ର ନଦୀରୁ 2 କଳସି ପାଣି ଆଣିବ। ମା, ମୁନିର କାଲି ପରୀକ୍ଷା, ସେ ଘରେ ବସି ପାଠ ପଢୁ। ମୁଁ ଯାଉଛି ନଦୀରୁ ପାଣି ନେଇ ଆସିବି। ତାର ପାଠ ପଢିବା କିଛି ଦରକାର ନାହିଁ, ସେ ବି ତ ସାଙ୍ଗରେ ଯାଉ। ତମ 2 ଜଣଙ୍କର ଯୋଉ ଚେହେରା, ଯଦି ଘର କାମ ନ କରିବ ତମ ମାନଙ୍କୁ କେହି ବାହା ହେବେନି। ଏବେ ଶୀଘ୍ର ଯାଅ, ନହେଲେ ମୋଠୁ ମାଡ଼ ଖାଇବ। ଭୟରେ 2 ଭଉଣୀ ନଦୀକୁ ପାଣି ଆଣିବାକୁ ଗଲେ। ସେମାନଙ୍କୁ ଦୂରରୁ କିଛି ଚଢ଼େଇ ଦେଖୁଥିଲେ। ସେମାନେ ରିନୁ ପାଖକୁ ଆସିଲେ। ଆରେ ରିନୁ, ତୁ ତ 2 ଝିଅଙ୍କୁ ନଦୀକୁ କାହିଁକି ପଠଉଛୁ? ସେମାନେ ଏବେ ବହୁତ ଛୋଟ। ଏଇ ଛୋଟ ବୟସରୁ ଏତେ କାମ କରିବା ଠିକ ନୁହଁ। ମୋ ଝିଅ ମାନଙ୍କୁ କ'ଣ କରେଇବି ନ କରେଇବି ସେ କଥା ମୁଁ ବୁଝିବି। ଚାଲି ଆସିଲେ ମତେ ଠିକ ଭୁଲ କହିବାକୁ। ଏମିତି କାହିଁକି କହୁଛୁ ରିନୁ? ତୋ ଝିଅ 2ଟା ନା ଭାରି ଭଲ। ସେମାନେ ତୋର ସବୁ କଥା ମାନନ୍ତି। ଏମିତି ଝିଅ ପାଇବା ତ ଭାଗ୍ୟର କଥା। ହଁ ରିନୁ, ମୁଁ ସବୁବେଳେ ଦେଖେ ତୋ 2 ଝିଅ ଘରର ସବୁ କାମ କରନ୍ତି। ହେଲେ ତୁ ସବୁବେଳେ ନିଜକୁ ସଜେଇବାରେ ହିଁ ବ୍ୟସ୍ତ ରହୁ। ଏତେ ଅହଙ୍କାର ଭଲ ନୁହଁ। ଦେଖିବୁ ଦିନେ ଦିନେ ତୁ ନିଜ ଅହଙ୍କାରର ଶାସ୍ତି ପାଇବୁ। ଏମିତି କହି ସେ ଚଢ଼େଇ ମାନେ ସେଠାରୁ ଚାଲିଗଲେ। କୁନି ଆଉ ମୁନି ଅନେକ କଷ୍ଟ ପାଉଥିଲେ। ଦିନେ ରାତିରେ, ଆରେ ମୁନି, ମା ଆମକୁ ଟିକେ ବି ଭଲ ପାଆନ୍ତିନି। ଆଜି ଯାଇ ଆମେ ମାର ସ୍ନେହ ପାଇଲେନି। ଭଗବାନ କାହିଁକି ଯେ ଆମକୁ ଏତେ କଳା କଲେ? ହଁ ଦିଦି, ମତେ ବି ଭାରି କଷ୍ଟ ହେଉଛି। ମା ଯଦି ଆମକୁ ଆଦର କରନ୍ତେ କେତେ ଭଲ ହୁଅନ୍ତା। 2 ଭଉଣୀ ଏପରି କହି କାନ୍ଦୁଥିଲେ। ତାଙ୍କର ସବୁ କଥା ଜନ ଶୁଣୁଥିଲା। ସେ କହିଲା, ଏ ଛୁଆ 2ଟାଙ୍କୁ ଏତେ କଷ୍ଟରେ ଦେଖିଲେ ମତେ ଜମା ଭଲ ଲାଗେନି। ମୁଁ ତାଙ୍କ ମାଆକୁ ଆଜି ଉଚିତ ଶିକ୍ଷା ଦେବି, ଯେମିତି ସେ ଜାଣିବ ଅହଙ୍କାରର ପରିଣାମ ସବୁବେଳେ ଖରାପ ହେଇଥାଏ। ଏମିତି କହି ଜହ୍ନ ନିଜ ଆଲୁଅ ରିନୁ ଉପରେ ପକେଇଲା। ରିନୁର ସୁନ୍ଦର ଚେହେରା କଳା ପଡ଼ିଗଲା। ସେପଟେ ଜହ୍ନ ତାର ଆଲୁଅ କୁନି ଆଉ ମୁନି ଉପରେ ପକେଇଲା। ସଙ୍ଗେ ସଙ୍ଗେ ସେ 2 ଛୁଆ ସୁନ୍ଦରୀ ହେଇଗଲେ। କ'ଣ ମୁଁ ଏମିତି କଳା ହେଲି କେମିତି? ମୁଁ ତ କିଛି ବି ବୁଝିପାରୁନି। ଏ ତୋର କ'ଣ ଅବସ୍ଥା ହେଲା? ମୁଁ ଜାଣିନି ଏସବୁ କେମିତି ହେଲା। ରାତିରେ ତ ମୁଁ ଭଲ ଥିଲି। କ'ଣ କୁନି ମୁନି, ତମେ ମାନେ ଏତେ ସୁନ୍ଦର କେମିତି ହେଲ? ଆରେ ଠିକ କଥା ତ, ମା କୁନି ମୁନି, ତମେ ମାନେ ଏତେ ସୁନ୍ଦର କେମିତି ହେଲ? ଏ ସବୁ ନିଶ୍ଚୟ ଭଗବାନଙ୍କ ଲୀଳା। ଦେଖିଲୁ ରିନୁ, ଆଜି ତୁ ଯାହା ହେଇଛୁ ସେସବୁ ତ ଅହଙ୍କାର ପାଇଁ। ଭଗବାନ ମତେ ମୋ ଅହଙ୍କାରର ଶାସ୍ତି ଦେଇଛନ୍ତି। ମା କୁନି ମୁନି, ତମେ ମାନେ ମତେ କ୍ଷମା କରିଦିଅ। ଆଜି ମୁଁ ମୋ ଭୁଲ ବୁଝିପାରୁଛି। ମାର ଏପରି କଥା ଶୁଣି କୁନି ଆଉ ମୁନି ତାଙ୍କ ମାକୁ କ୍ଷମା କରିଦେଲେ। ସେଦିନ ପରଠାରୁ ରିନୁ ପୁରାପୁରି ବଦଳିଗଲା। ସେ ଆଉ ତାର ଝିଅମାନଙ୍କୁ କାମ କରିଲାନି। ଏମିତି କୁନି ଆଉ ମୁନିର ସବୁ ଦୁଃଖ ଦୂର ହେଲା। ଥରେ ଗୋଟିଏ ଜଙ୍ଗଲରେ ଏକ ସୁନେଲି ଚଢ଼େଇ ରହୁଥିଲା। ତା ଦେହ ପୁରା ସୁନା ରଙ୍ଗର ଥିଲା। ସେଥିପାଇଁ ଜଙ୍ଗଲରେ ସମସ୍ତେ ତାକୁ ସୁନେଲି ଚଢ଼େଇ ଡାକୁଥିଲେ। ସେ ଦେଖିବାକୁ ବି ବହୁତ ସୁନ୍ଦର ଥିଲା। ଗୋଟେ ଦିନ ସେ ତାର 2 ସାଙ୍ଗ ଟିକି ଚଢ଼େଇ ଆଉ ମିନୁ ଚଢ଼େଇ ସାଙ୍ଗରେ ଆକାଶରେ ଉଡୁଥିଲା। ସେହି ସମୟରେ ହଠାତ୍ ଗୋଟେ ଚିଲ ସେମାନଙ୍କୁ ଖାଇବା ପାଇଁ ତାଙ୍କ ପଛରେ ପଡ଼ିଗଲା। ଏମିତି ଦେଖି ସୁନେଲି ଚଢ଼େଇ ଆହୁରି ଉପରକୁ ଉଡ଼ିଗଲା। ଆରେ ସାଙ୍ଗମାନେ, ଶୀଘ୍ର ଚାଲ, ନହେଲେ ଚିଲ ଆମ ସମସ୍ତଙ୍କୁ ଧରି ପକେଇବ। ମିନୁର କଥା ଶୁଣି ଟିକି ଚଢ଼େଇ ଆଉ ସୁନେଲି ଚଢ଼େଇ ତଳକୁ ଚାଲିଗଲେ। ହେଲେ ମିନୁ ଚଢ଼େଇ ଭୁଲରେ ଗୋଟେ ଗଛରେ ପିଟି ହେଇ ତଳେ ପଡ଼ିଗଲା। ତାର ଗୋଟେ ଡେଣା ଭାଙ୍ଗିଗଲା। ସେ ଆଉ ଉଡ଼ି ପାରିଲାନି। ଏମିତି ଦେଖି ତାର ସାଙ୍ଗମାନେ ତା ପାଖକୁ ଆସିଲେ। ଆରେ ମିନୁ ଚଢ଼େଇ, କ'ଣ ହେଲା ତୋର? ତୁ ଠିକ ଅଛୁ ତ? ଲାଗୁଛି ମୋ ଡେଣା ଭାଙ୍ଗି ଯାଇଛି। ମତେ ଭାରି କଷ୍ଟ ହେଉଛି। ଏମିତି କହି ମିନୁ ଚଢ଼େଇ ଉଡ଼ିବାକୁ ଚେଷ୍ଟା କଲା, ହେଲେ ପାରିଲାନି। ଆରେ ମିନୁ, ତୁ ଉଡ଼ିବାକୁ ଚେଷ୍ଟା କରନି, ନହେଲେ ତତେ ଆହୁରି କଷ୍ଟ ହେବ। ହେଲେ ଆମେ ଏବେ କ'ଣ କରିବା? ମିନୁ ଚଢ଼େଇକୁ କେମିତି ଠିକ କରିବା?
ମୁଁ ମୋ ମା ପାଖରୁ ଶୁଣିଥିଲି ଏଠାରୁ କିଛି ଦୂରରେ ଗୋଟେ କଳା ପାହାଡ଼ ଅଛି। ସେଠି ଥିବା ଗଛରେ ସୁନା ରଙ୍ଗର ଫୁଲ ଫୁଟେ। ସେଇ ଫୁଲ ଆଣି ଆମେ ଯଦି ମିନୁ ଚଢ଼େଇକୁ ଖାଇବା ପାଇଁ ଦେବା ତା ଡେଣା ଠିକ୍ ହେଇଯିବ। ହଁ, ମୁଁ ବି ସେ କଳା ପାହାଡ଼ ବିଷୟରେ ଶୁଣିଛି। ରାତିରେ ନା ସେ ପାହାଡ଼ ପୁରା ଅନ୍ଧାର ହେଇଯାଏ। କିଛି ସମୟ ପରେ ରାତି ହେଇଯିବ। ସୁନେଲି ଚଢ଼େଇ, ତୁ ସେ ପାହାଡ଼ ଭିତରକୁ ଯାଇପାରିବୁ, କାହିଁକି ନା ତୋ ଡେଣା ସୁନା ରଙ୍ଗର। ଅନ୍ଧାରରେ ତୋ ଡେଣା ଚକଚକ କରେ ଆଉ ଆଲୁଅ ବାହାରେ। ତୁ ବହୁତ ସହଜରେ ସେ ପାହାଡ଼ ଭିତରୁ ସୁନା ରଙ୍ଗର ଫୁଲ ଆଣିପାରିବୁ। କିଛି ସମୟ ଚିନ୍ତା କଲା ପରେ ସୁନେଲି ଚଢ଼େଇ ଏକଥାରେ ରାଜି ହେଇଗଲା। ଏମିତି ଦେଖି ତାର ଦୁଇ ସାଙ୍ଗ ବହୁତ ଖୁସି ହେଇଗଲେ। ସୁନେଲି ଚଢ଼େଇ କଳା ପାହାଡ଼କୁ ଯିବା ପାଇଁ ବାହାରି ପଡ଼ିଲା। ମିନୁ ପାଖରେ ଟିକି ଚଢ଼େଇ ରହିଲା। କିଛି ଦୂର ଗଲା ପରେ ସୁନେଲି ଚଢ଼େଇ ତା ଭଳି ଆଉ ଏକ ସୁନା ରଙ୍ଗର ଚଢ଼େଇକୁ ଉଡ଼ୁଥିବାର ଦେଖିଲା। ସେ ବହୁତ ଆଶ୍ଚର୍ଯ୍ୟ ହେଇ ସେ ଚଢ଼େଇକୁ ଦେଖୁଥିଲା, କାରଣ ସେ ପ୍ରଥମ ଥର ତା ଭଳି ଏକ ଚଢ଼େଇକୁ ଦେଖୁଥିଲା। ସୁନେଲି ଚଢ଼େଇ ତା ପାଖକୁ ଗଲା ଆଉ ସେ ଉଡ଼ିବା ସମୟରେ ହିଁ ତା ସହ କଥା ହେବାକୁ ଚେଷ୍ଟା କଲା। ମୋ ନାଁ ସୁନେଲି ଚଢ଼େଇ, ତୁମେ ଠିକ୍ ମୋ ଭଳି ଦେଖିବାକୁ। ତୁମ ନାଁ କ'ଣ? ମୁଁ ତ ତମକୁ ଆଗରୁ ଏ ଜଙ୍ଗଲରେ ଦେଖିନି। ତୁମେ କୋଉଠୁ ଆସିଛ? ମୋ ନାଁ ବି ସୁନେଲି ଚଢ଼େଇ। ମୋ ପାଖ ଜଙ୍ଗଲରେ ରୁହେ। ହେଲେ ତୁମେ କୁଆଡ଼େ ଯାଉଛ? ଏମିତି ଶୁଣି ସୁନେଲି ଚଢ଼େଇ ତା ସାଙ୍ଗମାନଙ୍କ ସହ ଘଟିଥିବା ସବୁ ଘଟଣା ତାକୁ କହିଲା। କ'ଣ ହେଲା? ତୁମେ ଗୋଟେ ସୁନେଲି ଚଢ଼େଇ ହେଇ ସେ ସାଧାରଣ ଚଢ଼େଇମାନଙ୍କ ସହ ସାଙ୍ଗ ହେଉଛ, ଆଉ ତାଙ୍କ ପାଇଁ ତୁମେ ସେ ଫୁଲ ଆଣିବାକୁ ବି ଯାଉଛ? ହଁ, ସେମାନେ ମୋ ସାଙ୍ଗ। ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ହେଲେ ତୁମେ ଏମିତି କଥା କାହିଁକି କହୁଛ? ଆରେ, ତମେ କ'ଣ ଜାଣିନ? ଆମେ ହେଲେ ସୁନେଲି ଚଢ଼େଇ, ଜଙ୍ଗଲର ସବୁଠାରୁ ସୁନ୍ଦର ଚଢ଼େଇ। ସାଧାରଣ ଚଢ଼େଇମାନେ ଆମ ସହ ସାଙ୍ଗ ହେବାକୁ ଯୋଗ୍ୟ ନୁହଁ। ତୁମେ ନିଜ ଭଳି ସୁନ୍ଦର ଚଢ଼େଇମାନଙ୍କ ସହ ସାଙ୍ଗ ହେବା ଉଚିତ। ତାପରେ ସେ ନୂଆ ଚଢ଼େଇ ସୁନେଲି ଚଢ଼େଇକୁ ଏମିତି କଥା କହିଲା, ଯାହା ଶୁଣିଲା ପରେ ସୁନେଲି ଚଢ଼େଇ ବି ତାହା ଠିକ୍ ଭାବିଲା ଆଉ ତା ମନରେ ବହୁତ ଗର୍ବ ଅହଙ୍କାର ଆସିଲା। ସେପଟେ ମିନୁ ଆଉ ଟିକି ଚଢ଼େଇ ସୁନେଲି ଚଢ଼େଇକୁ ଅପେକ୍ଷା କରିଥିଲେ। ରାତି ଯାଇ ସକାଳ ହେଲା, ହେଲେ ସୁନେଲି ଚଢ଼େଇ ସେଠାକୁ ଆଉ ଆସିଲାନି। ଏମିତି ଦେଖି ଟିକି ଚଢ଼େଇ ଚିନ୍ତାରେ ପଡ଼ିଗଲା ଆଉ ସେ ମିନୁକୁ କହିଲା, ଆରେ ମିନୁ, ସୁନେଲି ଚଢ଼େଇ ଏଯାଏଁ ଫେରିଲାନି। ତାର କିଛି କ୍ଷତି ହେଇନି ତ? ମୁଁ ଯାଉଛି ତାକୁ ଖୋଜିବି। ତୁ ତୋର ଧ୍ୟାନ ରଖିବୁ। ମୁଁ ଶୀଘ୍ର ଫେରି ଆସିବି। ଏମିତି କହି ଟିକି ଚଢ଼େଇ ସୁନେଲି ଚଢ଼େଇକୁ ଖୋଜିବା ପାଇଁ ସେଠାରୁ ଚାଲିଗଲା। କିଛି ଦୂର ଗଲା ପରେ ସେ ଦୁଇ ସୁନେଲି ଚଢ଼େଇକୁ ଉଡ଼ୁଥିବାର ଦେଖିଲା। ସେ ତାଙ୍କ ପାଖକୁ ଗଲା ଆଉ ତା ସାଙ୍ଗକୁ କହିଲା, ଆରେ ସୁନେଲି ଚଢ଼େଇ, ତୁ ତ ମିନୁ ଚଢ଼େଇ ପାଇଁ ଫୁଲ ଆଣିବାକୁ ଯାଇଥିଲୁ, ହେଲେ ତୁ ଏଠି କ'ଣ କରୁଛୁ? କିଏ ତୁ? ମୁଁ ତତେ ଚିହ୍ନିନି। ଏ ନୂଆ ସୁନେଲି ଚଢ଼େଇ ଏବେ ମୋର ସାଙ୍ଗ। ତୁ ଆଉ ମିନୁ ସାଧାରଣ ଚଢ଼େଇ। ମୋ ଭଳି ଗୋଟେ ସୁନ୍ଦର ଚଢ଼େଇ ତମମାନଙ୍କର ସାଙ୍ଗ କେମିତି ହବ? ଆରେ ସୁନେଲି ଚଢ଼େଇ, କ'ଣ ହେଇଛି ତୋର? ତୁ ଏତେ ବଦଳି କେମିତି ଗଲୁ? ତୁ ତୋର ରୂପକୁ ନେଇ ଏତେ ଗର୍ବ କାହିଁକି କରୁଛୁ? ତୁ ଯଦି ଆମ ସହ ସାଙ୍ଗ ନହବୁ ନହେ। ଏବେ ସକାଳ ହେଲାଣି, ମୁଁ ନିଜେ ମୋ ସାଙ୍ଗ ମିନୁ ପାଇଁ ସୁନା ରଙ୍ଗର ଫୁଲ ନେଇ ଆସିବି। ଏମିତି କହି ଟିକି ଚଢ଼େଇ ଫୁଲ ଆଣିବା ପାଇଁ ସେଠାରୁ ଚାଲିଗଲା। ଆଉ କିଛି ସମୟ ପରେ ସେ ସେଇ ଫୁଲ ଧରି ତା ସାଙ୍ଗ ମିନୁ ଚଢ଼େଇ ପାଖରେ ପହଞ୍ଚିଲା। ତାକୁ ଦେଖି ମିନୁ ଚଢ଼େଇ ବହୁତ ଖୁସି ହେଇଗଲା। ଆରେ ଟିକି ଚଢ଼େଇ, ତୁ ଏକା ଫୁଲ ଧରି ଆସିଛୁ? ଆମ ସାଙ୍ଗ ସୁନେଲି ଚଢ଼େଇ କୁଆଡ଼େ ଗଲା? ତୁ ଆଗ ଏ ଫୁଲ ଖାଇଦେ। ତୋ ଡେଣା ଠିକ୍ ହେଇସାରୁ ମୁଁ ତତେ ସବୁ କଥା କହିବି। ଏମିତି ଶୁଣି ମିନୁ ଚଢ଼େଇ ସେ ଫୁଲକୁ ଖାଇଲା। କିଛି ସମୟ ପରେ ହିଁ ତା ଡେଣା ଭଲ ହେଇଗଲା। ସେ ଆଗ ଭଳି ତା ଡେଣାକୁ ହଲେଇ ପାରୁଥିଲା। ଆରେ ସାଙ୍ଗ, ଦେଖ, ମୋ ଡେଣା ଭଲ ହେଇଗଲା। ଏବେ ମୁଁ ବି ଉଡ଼ି ପାରିବି। ତତେ ବହୁତ ଧନ୍ୟବାଦ। ଏବେ ତ କହ, ସୁନେଲି ଚଢ଼େଇ କୋଉଠି ଅଛି? ଟିକି ଚଢ଼େଇ ତାକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ମିନୁ ଚଢ଼େଇର ମନ ଭାଙ୍ଗିଗଲା। ସେମାନେ ଆଉ ସୁନେଲି ଚଢ଼େଇ ସହ ସାଙ୍ଗ ନ ହେବା ପାଇଁ ନିଷ୍ପତ୍ତି ନେଲେ। ସେପଟେ ସୁନେଲି ଚଢ଼େଇ ତା ନୂଆ ସାଙ୍ଗ ସହ
ଖୁବ୍ ମଜାରେ ରହୁଥିଲା। ସେମାନେ ଏକାଠି ଖାଉଥିଲେ, ଏକାଠି ଖେଳୁଥିଲେ, ଯୁଆଡ଼େ ବି ଯାଉଥିଲେ ସାଙ୍ଗ ହିଁ ଯାଉଥିଲେ। ସେମାନେ ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କ ସହ ସାଙ୍ଗ ହେଉନଥିଲେ, ଏମିତିକି ତାଙ୍କ ସହ କଥା ବି ହେଉନଥିଲେ। ସେମାନେ ସବୁବେଳେ ନିଜ ରୂପକୁ ନେଇ ଗର୍ବ କରୁଥିଲେ ଆଉ ଅନ୍ୟ ଚଢ଼େଇମାନଙ୍କୁ ଛୋଟ ଭାବୁଥିଲେ। ଥରେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ଦୁଇ ସୁନେଲି ଚଢ଼େଇ ଗୋଟେ ଗଛ ଡାଳରେ ବସି ପଡ଼ିଲେ। ସେତେବେଳେ ଜୋରରେ ପବନ ବହିଲା। ଗଛର ଗୋଟେ ମୋଟା ପତ୍ର ଭାଙ୍ଗି ସୁନେଲି ଚଢ଼େଇର ଦେହରେ ବାଜିଲା। ସୁନେଲି ଚଢ଼େଇ ଗଛ ତଳେ ଥିବା କାଦୁଅରେ ପଡ଼ିଗଲା। ସେତେବେଳେ ବର୍ଷା ବି ଛାଡ଼ିଗଲା, ହେଲେ ସୁନେଲି ଚଢ଼େଇ କାଦୁଅ ଭିତରେ ଅଟକି ଯାଇଥିଲା। ତାର ଦୁଇ ଡେଣା ଭାରି ହେବା ଯୋଗୁଁ ସେ କାଦୁଅ ଭିତରୁ ବାହାରି ପାରିଲାନି। ଆରେ, ତୁମେ ଉପରୁ ଥାଇ କ'ଣ ଦେଖୁଛ? ତଳକୁ ଆସ, ଏ କାଦୁଅରୁ ବାହାରିବା ପାଇଁ ମୋତେ ସାହାଯ୍ୟ କର। ଏମିତି ଶୁଣି ସେ ନୂଆ ସୁନେଲି ଚଢ଼େଇ ତଳକୁ ଆସିଲା, ହେଲେ ସେ କାଦୁଅରେ ପାଦ ଦେଲା ନାହିଁ ଆଉ କହିଲା, ଛି, ତୁ କେତେ ଅସନା ହେଇଯାଇଛୁ। ତୁ ଯେପର୍ଯ୍ୟନ୍ତ ମୋ ଭଳି ସୁନ୍ଦର ନ ହେଇଛୁ, ମୁଁ ତୋ ସହ ଆଉ ସାଙ୍ଗ ହେଇପାରିବିନି। ମୁଁ ଏବେ ବି ତୋ ଭଳି ଚଢ଼େଇ, ମୋ ଦେହରେ ଟିକେ କାଦୁଅ ଲାଗିଯାଇଛି। ତୁ ମୋ ପାଇଁ ପାଣି ଆଣିଦେ। ଏ କାଦୁଅ ମୋ ଦେହରୁ ଛାଡ଼ିଲେ ମୁଁ ପୁଣି ଥରେ ସୁନ୍ଦର ହେଇଯିବି। ତୁ ଏବେ ମୋର ସାଙ୍ଗ ନୁହଁ, ବୁଝିଲୁ? ମୁଁ କାହିଁ ତୋତେ ସାହାଯ୍ୟ କରିବି? ଯଦି ପାଣିରେ ବି ତୋ ଦେହର କାଦୁଅ ନ ଛାଡ଼ିଲା ତାହେଲେ ନା, ମୁଁ ଏତେ କାମ କରିପାରିବିନି। ମୁଁ ଯାଉଛି। ଏମିତି କହି ସେ ନୂଆ ଚଢ଼େଇ ସେଠାରୁ ଚାଲିଗଲା। ତାର ଏପରି କଥା ଶୁଣି ସୁନେଲି ଚଢ଼େଇର ମନ ବହୁତ ଦୁଃଖ ହେଇଗଲା। ତାକୁ ତାର ପୁରୁଣା ସାଙ୍ଗ କଥା ମନେ ପଡ଼ିଲା। ସେ ବହୁ ସମୟ ଯାଏଁ ସେ କାଦୁଅ ଭିତରେ ରହିଲା। ସେ ରାସ୍ତାରେ ଟିକି ଚଢ଼େଇ ଆଉ ମିନୁ ଚଢ଼େଇ ଯାଉଥିଲେ। ସେମାନେ କାଦୁଅ ଭିତରେ ଚଢ଼େଇକୁ ଦେଖି ତା ପାଖକୁ ଆସିଲେ। ଆରେ ଚଢ଼େଇ, କିଏ ତୁ? ତୋର ଏ ଅବସ୍ଥା କେମିତି ହେଲା? ସାଙ୍ଗମାନେ, ମତେ ଚିହ୍ନି ପାରୁନ? ମୁଁ ତମ ସାଙ୍ଗ ସୁନେଲି ଚଢ଼େଇ। କ'ଣ କହିଲୁ? ତୁ ସୁନେଲି ଚଢ଼େଇ? ତୁ କାଦୁଅ ଭିତରକୁ କେମିତି ଗଲୁ? ଆଉ ତୋର ନୂଆ ସାଙ୍ଗ କୁଆଡ଼େ ଗଲା? ଏମିତି ଶୁଣି ସୋନାଲି ଚଢ଼େଇ ସେମାନଙ୍କୁ ସବୁ କଥା କହିଲା ଆଉ ତାଙ୍କୁ କ୍ଷମା ବି ମାଗିଲା। ତୁ ନିଜ ରୂପକୁ ନେଇ ବହୁତ ଗର୍ବ କରୁଥିଲୁ। ସାଧାରଣ ଚଢ଼େଇକୁ ତୁ ସାଙ୍ଗ କରିବାକୁ ଯୋଗ୍ୟ ଭାବିଲୁନି, ହେଲେ ଏବେ ତୋର ସେ ସୁନ୍ଦର ଆଉ ଯୋଗ୍ୟ ସାଙ୍ଗ କୁଆଡ଼େ ଗଲା? ତତେ ବିପଦରେ ଏକୁଟିଆ ଛାଡ଼ି ସେ ଚାଲିଗଲା। ମୋର ବହୁତ ବଡ଼ ଭୁଲ ହେଇଯାଇଛି ସାଙ୍ଗମାନେ। ମୁଁ ସୁନ୍ଦର ଚେହେରାକୁ ଭଲ ଭାବୁଥିଲି, ହେଲେ ମୁଁ ତମମାନଙ୍କର ସୁନ୍ଦର ମନକୁ ଦେଖିପାରିଲିନି। ମୋତେ କ୍ଷମା କରିଦିଅ। ମୁଁ ଏବେ ମୋ ଭୁଲର ଶାସ୍ତି ପାଉଛି। ଏମିତି ଶୁଣି ମିନୁ ଆଉ ଟିକି ଚଢ଼େଇ ତାକୁ କ୍ଷମା କରିଦେଲେ। ତାପରେ ସେମାନେ ଗୋଟେ ଛୋଟ ଲାଠି ଆଣି ସୋନାଲି ଚଢ଼େଇକୁ ଧରିବା ପାଇଁ କହିଲେ। ଏମିତି ସେମାନେ ସୋନାଲି ଚଢ଼େଇକୁ ଧରି ଏକ ପୋଖରୀକୁ ଗଲେ ଆଉ ତାକୁ ସେମାନେ ପାଣିରେ ବୁଡ଼େଇଲେ। କିଛି ସମୟ ପରେ ସୋନାଲି ଚଢ଼େଇ ଦେହରେ ଲାଗିଥିବା ସବୁ କାଦୁଅ ଧୋଇ ହେଇଗଲା ଆଉ ସେ ପୂର୍ବ ଭଳି ଉଡ଼ି ପାରିଲା। ନିଜ ପୂର୍ବ ରୂପକୁ ଦେଖି ସୋନାଲି ଚଢ଼େଇ ବହୁତ ଖୁସି ହେଇଗଲା। ସେ ତାର ସାଙ୍ଗମାନଙ୍କୁ ଧନ୍ୟବାଦ ଜଣାଇଲା। ତାପରେ ସବୁ ସାଙ୍ଗ ଖୁସି ମନରେ ନିଜ ଘରକୁ ଫେରିଗଲେ। ରାଜୁ, ମତେ ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଆଣିଦିଅ ନା। ଖାଇବା ନ ଖାଇଲେ ମୁଁ ଦୁର୍ବଳ ହେଇଯିବି ଆଉ ଆମ ଅଣ୍ଡାର ଯତ୍ନ ନେଇ ପାରିବିନି। ରିନୁର ଏପରି କଥା ଶୁଣି ଅଳସୁଆ ରାଜୁ କହିଲା, ତୋର ଖାଲି ବସି ବସି ଖାଇବା ଚିନ୍ତା। ତୋ ପାଇଁ ଖାଇବା ଆଣି ଆଣି ମୁଁ ଥକି ଗଲିଣି। ଓହୋ, ଏତେ ରାଗୁଛ କ'ଣ ପାଇଁ? ଆମ ଅଣ୍ଡାରେ ଛୁଆ ବାହାରି ସାରିଲା ପରେ ଆମେ ଦୁଇ ଜଣ ମିଶି ଖାଇବା ଖୋଜିବାକୁ ଯିବା। ମୁଁ ଅଣ୍ଡା ଦେବା ପୂର୍ବରୁ ତୁମ ପାଇଁ କେତେ ଖାଇବା ଆଣିଦେଇଛି। ତୁମେ କ'ଣ ସେ କଥା ଭୁଲିଗଲ? ଏଇ ସମୟରେ ମୋର ଧ୍ୟାନ ନ ରଖି ଓଲଟା ମୋତେ ଗାଳି କରୁଛ। ଥାଉ ଥାଉ, ଆଗ ତୋର କାନ୍ଦ ବନ୍ଦ କର। ମୁଁ ଯାଉଛି, ତୋ ପାଇଁ ଖାଇବା ଆଣିଦେବି। ଯେବେଠୁ ମୁଁ ଅଣ୍ଡା ଦେଲିଣି ସେବେଠୁ ମୋ ସ୍ୱାମୀ ମୋ ସହ ଏମିତି ବ୍ୟବହାର କରୁଛନ୍ତି। ଜାଣିପାରୁନି ଏ ରାଜୁର କ'ଣ ହେଇଛି। ଆଜି ଆସିଲେ ମୁଁ ପଚାରିବି, ସେ କୌଣସି କାରଣ ପାଇଁ ଚିନ୍ତାରେ ନାହିଁ ତ। ସନ୍ଧ୍ୟାରେ ରାଜୁ ଚଢ଼େଇ କିଛି ଶୁଖିଲା ଦାନା ଧରି ଘରକୁ ଫେରିଲା। ରାଜୁ, ଆଜି ବି ତୁମେ ଶୁଖିଲା ଦାନା ଧରି ଆସିଛ? ମତେ ନା ମିଠା ଫଳ ଖାଇବାକୁ ଭାରି ଇଚ୍ଛା ହେଉଛି। ତୁମେ ଆଜି ଦିନଟା ଆମ ଅଣ୍ଡା ଦୁଇଟିକୁ ଜଗିଥାଅ, ମୁଁ ଯାଉଛି କିଛି ମିଠା ଫଳ ଖାଇ ଆସିବି। ତୁ କ'ଣ ଭାବିଛୁ ମତେ? ଏତେ କଷ୍ଟ କରି ମୁଁ ତୋ ପାଇଁ ଖାଇବା ଆଣୁଛି ଆଉ ତୁ ପୁଣି ମତେ କହୁଛୁ ଏ ଅଣ୍ଡା ଜଗିବା ପାଇଁ?
ମୁଁ ତୋର ଆଉ କିଛି କାମ କରିପାରିବିନି। ରାଜୁର ଏମିତି କଥା ଶୁଣି ରିନୁ କାନ୍ଦିଲା। ତା ଦେଖି ରାଜୁ କହିଲା, ତୁ ଏବେ କାନ୍ଦି କାନ୍ଦି ମୋ କାନ ଖରାପ କରିନି, ମତେ ଶୋଇବାକୁ ଦେ। ଏମିତି କହି ରାଜୁ ଶୋଇପଡ଼ିଲା। ରିନୁ ବି କାନ୍ଦି କାନ୍ଦି ଶୋଇପଡ଼ିଲା। ପରଦିନ ସକାଳେ, ରାଜୁ, ବାହାରେ ଅନେକ ଗରମ ପଡ଼ିଛି। ମୁଁ ଅଣ୍ଡା ଦେବା ଦିନରୁ ଗାଧେଇନି। ତୁମେ ଟିକେ ଆଜି ଖାଇବା ଧରି ଘରକୁ ଶୀଘ୍ର ଫେରି ଆସିବ। ମୁଁ ନଦୀକୁ ଗାଧେଇବା ପାଇଁ ଯିବି। ଖାଇବା ଖୋଜିବା କେତେ କଷ୍ଟ ତୁ କେମିତି ଜାଣିବୁ? ଯେତେବେଳେ ଖାଇବା ପାଇବି ସେତେବେଳେ ଘରକୁ ଫେରିବି। ଏ ରିନୁକୁ ନେଇ ମୁଁ ଆଉ ପାରିବିନି। 2ଟି ଅଣ୍ଡା ଦେଇ ମତେ ତାର ଚାକର ବନେଇ ସାରିଲାଣି। ବହୁତ ଦିନରୁ ମୁଁ କିଛି ଭଲ ଖାଇବା ଖାଇନି। ଯାଏ ପାଖ ଜଙ୍ଗଲରୁ କିଛି ଫଳ ଖାଇ ଆସେ। ଏମିତି ଚିନ୍ତା କରି ରାଜୁ ପାଖ ଜଙ୍ଗଲକୁ ଗଲା। ଆଉ ଏକ ଆମ୍ବ ଗଛରେ ବସି କିଛି ଆମ୍ବ ଖାଇଲା। ଫଳ ଖାଉ ଖାଉ ହଠାତ୍ ତାର ନଜର ଆମ୍ବ ଗଛ ତଳେ ଥିବା ଏକ ବ୍ୟାଗ୍ ଉପରେ ପଡ଼ିଲା। ସେ ତଳକୁ ଆସି ବ୍ୟାଗ୍କୁ ଖୋଲିଲା। ସେ ବ୍ୟାଗ୍ ଭିତରେ ଅନେକ ଟଙ୍କା ଥିଲା। ବାପରେ, ଏ ବ୍ୟାଗରେ ଏତେ ଟଙ୍କା ଅଛି। କିଏ ବୋଧେ ଟଙ୍କା ବ୍ୟାଗକୁ ଭୁଲରେ ଏଠି ଛାଡ଼ି ଚାଲି ଯାଇଛି। ଏବେ ଏ ବ୍ୟାଗକୁ ମୁଁ ନେଇଯିବି। ଏ ବ୍ୟାଗରେ ଏତେ ଟଙ୍କା ଅଛି ଯେ ମୁଁ ବସି ବସି ଖାଇଲେ ବି ସରିବନି। ରାଜୁ ସେ ବ୍ୟାଗ୍ରୁ ଟଙ୍କା ବାହାର କରି ଗଣିଲା। ଦୂରରୁ ମୁନି ନାମକ ଏକ ଚଢ଼େଇ ରାଜୁକୁ ଦେଖୁଥିଲା। ଲାଗୁଛି ଏ ଚଢ଼େଇଟା ଅନେକ ଧନୀ। ୟା ପାଖରେ ତ ଅନେକ ଟଙ୍କା ଅଛି। କୌଣସି ମତେ ମୁଁ ଯଦି ୟାକୁ ମୋ ଘରକୁ ନେଇପାରନ୍ତି ତାର ସବୁ ଟଙ୍କା ପାଇଯାଆନ୍ତି। ଏମିତି ଚିନ୍ତା କରି ମୁନି ରାଜୁ ପାଖକୁ ଗଲା। ରାଜୁ ସେତେବେଳେ ଟଙ୍କା ବ୍ୟାଗ୍ ନେଇ ଚାଲି ଯାଉଥିଲା। ମୁନି ତାକୁ କହିଲା, ତୁମେ କିଏ ସୁନ୍ଦର ଚଢ଼େଇ? ମତେ ତୁମ ପ୍ରେମରେ ପାଗଳି କରିଦେଇ କୁଆଡ଼େ ଚାଲି ଯାଉଛ? ମୁଁ ଆଜି ଯାଇ ତୁମ ଭଳି ସୁନ୍ଦର ଚଢ଼େଇକୁ ଦେଖିନଥିଲି। ଆଚ୍ଛା କହିଲ, ତୁମେ କ'ଣ ବାହା ହେଇଛ? ରାଜୁକୁ ମୁନି ଭାରି ଭଲ ଲାଗିଲା। ସେ ବି ମିଛ କହିଲା, ନା, ମୋର ଏ ଯାଏଁ ବାହାଘର ହେଇନି। ମୁଁ ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ସୁନ୍ଦରୀ ଝିଅ ଖୋଜୁଛି। ସତରେ ନା କ'ଣ? ତେବେ ତୁମେ ମତେ ବାହା ହେବ? ମୁଁ ଏ ଜଙ୍ଗଲର ସବୁଠାରୁ ସୁନ୍ଦରୀ ପକ୍ଷୀ। ମୋ ପାଖରେ ନିଜର ଏକ ଘର ବି ଅଛି। ତୁମେ କେତେ ସୁନ୍ଦରୀ ତୁମକୁ ଦେଖିଲେ ହିଁ ଜଣା ପଡୁଛି। ମୁଁ ତୁମ ପ୍ରସ୍ତାବରେ ରାଜି। ମୁଁ ତୁମକୁ ବାହା ହେବି। ତାହେଲେ ଠିକ ଅଛି, ଏବେ ମୋ ସାଙ୍ଗରେ ମୋ ଘରକୁ ଚାଲ। ତାପରେ ମୁନି ସାଙ୍ଗରେ ରାଜୁ ତା ଘରକୁ ଗଲା। ରାସ୍ତାରେ ସେ ଚିନ୍ତା କଲା, ଏ ଜଙ୍ଗଲକୁ ଆସି ମୋର ବଡ଼ ଉପକାର ହେଲା। ଟଙ୍କା ସହ ଏକ ସୁନ୍ଦରୀ ଝିଅ ବି ପାଇଗଲି। ସେ ରିନୁ ପାଇଁ ଖାଇବା ଖୋଜି ଖୋଜି ମୁଁ ଥକି ଯାଇଥିଲି। ଏବେ ଆଉ ତା ପାଖକୁ ଫେରିବିନି। ମୁନି ରାଜୁକୁ ତା ଘର ଭିତରକୁ ନେଇ ଭଲ ଭଲ ଖାଇବା ଖୁଆଇଲା। ସେପଟେ ରିନୁ ରାଜୁକୁ ଅପେକ୍ଷା କରି ବସିଥିଲା। ରାଜୁ କ'ଣ ପାଇଁ ଏଯାଏଁ ଫେରିଲେନି? ମତେ ଭାରି ଶୋଷ ଲାଗିଲାଣି। ଘରେ ଏକୁଟିଆ ମୁଁ ଅଣ୍ଡା ଛାଡ଼ି ମୁଁ ବାହାରକୁ କେମିତି ଯିବି? ହଠାତ୍ ରିନୁ ଏକ ଉପାୟ ଚିନ୍ତା କଲା। ତାପରେ ସେ ଗଛରୁ କିଛି ପତ୍ର ତୋଳି ଆଣି ତା ଅଣ୍ଡାକୁ ଭଲ ଭାବରେ ଘୋଡ଼େଇ ଦେଲା। ତାପରେ ସେ ନଦୀକୁ ଯାଇ କିଛି ପାଣି ପିଇଲା। ନଦୀ ପାଖ ଏକ ଗଛରୁ କିଛି ଖାଇବା ବି ଖାଇନେଲା। ତାପରେ ସେ ଘରକୁ ଫେରି ଆସିଲା। ଏହିପରି ଅନେକ ଦିନ ବିତିଗଲା। ରାଜୁ ଆଉ ରିନୁ ପାଖକୁ ଫେରିଲାନି। ସେପଟେ ଦିନେ ମୁନି ମନରେ ଚିନ୍ତା କଲା, ଆଜି ଯାଇ ରାଜୁ ମତେ ଟଙ୍କାଟେ ବି ଦେଲାନି। ମୁଁ ତାକୁ ଆଉ ଘରେ ବସି ଖୁଆଇ ପାରିବିନି। ଆଜି ରାତିରେ ହିଁ ମୁଁ ତାର ସବୁ ଟଙ୍କା ଚୋରି କରି ନେଇ ଆସିବି। ତାପରେ ମୁଁ ତାକୁ ଏ ଘରୁ ଧକ୍କା ଦେଇ ବାହାର କରିଦେବି। ମୁନି ରାତି ହେବା ଯାଏଁ ଅପେକ୍ଷା କଲା। ସେପଟେ ରିନୁର ଅଣ୍ଡାରୁ ଛୁଆ ବାହାରିଲେ। ରିନୁ ତାର 2 ଛୁଆଙ୍କୁ ଦେଖି ଖୁବ୍ ଖୁସି ହେଇଗଲା। ରାଜୁ, ତୁମେ ସିନା ଘରକୁ ଆଉ ଫେରିଲନି। ଆଜି ଦେଖିଥାନ୍ତ ଆମ ଛୁଆ 2ଟି କେତେ ସୁନ୍ଦର ହେଇଛନ୍ତି। ମୁଁ ଆଉ ଏ ପୁରୁଣା ଘରେ ରହିବିନି। ନଦୀ ପାଖରେ ଏକ ନୂଆ ଘର ତିଆରି କରିବି। ଆଉ ମୋ ଛୁଆଙ୍କ ସହ ସେଇଠି ରହିବି। ନଦୀ ପାଖରେ ଖାଇବା ଖୁବ୍ ସହଜରେ ମିଳିଯାଏ। ଯାଏ ମୋ ସାଙ୍ଗ ପାରା ସହ ମିଶି ଆଗ ଘର ତିଆରି କାମ ସାରିଦିଏ। ଏମିତି ଚିନ୍ତା କରି ରିନୁ ତା ସାଙ୍ଗ ପାରା ସହ ମିଶି ନଦୀ ପାଖ ଗଛରେ ଏକ ସୁନ୍ଦର ଘର ତିଆରି କଲା। ଆଉ ତାର 2 ଛୁଆଙ୍କ ସହ ସେ ଘରେ ରହିଲା। ସେପଟେ ରାତି ସମୟରେ ମୁନି ରାଜୁର ସବୁ ଟଙ୍କା ଚୋରି କରି ନେଇଗଲା। ପରଦିନ ସକାଳେ ରାଜୁ ମୁନିକୁ କହିଲା, ମୁନି, ମୋ ବ୍ୟାଗଟା ଦେଖୁନି ଯେ ତୁମେ କ'ଣ ମୋ ବ୍ୟାଗ ନେଇଛ? ଯଦି ନେଇଥାଉ ମତେ ମୋ ବ୍ୟାଗ ଫେରେଇ ଦିଅ। ନା, ମୁଁ ତୁମର କୌଣସି ବ୍ୟାଗ ଦେଖିନି।
ମୁଁ ଜାଣେ ମୁନି, ମୋ ବ୍ୟାଗକୁ ତୁ ନେଇଛୁ। ଆମର ଏଯାଏଁ ବାହାଘର ହେଇନି। ମୋ ବ୍ୟାଗ ମତେ ଦେ, ନହେଲେ ମୁଁ ତତେ ବାହା ହେବିନି। ମୁଁ ବି ତତେ ବାହା ହେବିନି। ବାହାରି ଯା ମୋ ଘରୁ, ନହେଲେ ମୁଁ ଏବେ ପୋଲିସ ଡାକି କହିବି ତୁ ମୋ ଘରୁ ଚୋରି କରୁଥିଲୁ। ତାପରେ ଦେଖିବୁ ପୋଲିସ ମାନେ ତୋର କଣ ଅବସ୍ଥା କରିବେ। ମନ ଦୁଃଖରେ ରାଜୁ ମୁନି ଘରୁ ବାହାରି ଆସିଲା। ମୁଁ ଜାଣେ ମୁନି, ତୁ ହିଁ ମୋ ଟଙ୍କା ବ୍ୟାଗ ଚୋରି କରିଛୁ। ମୁଁ ତ ମନର କଥା ନ ଜାଣି ତୋ ଘରକୁ ଯାଇ ଭୁଲ କରିଦେଲି। ଏବେ ମୁଁ କୁଆଡ଼େ ଯିବି? ଆରେ ହଁ, ମୁଁ ଏବେ ରିନୁ ପାଖକୁ ଯିବି। ସେ ମୋ ସ୍ତ୍ରୀ, ସେ ନିଶ୍ଚୟ ମୋତେ କ୍ଷମା କରିଦେବ। ଏମିତି ଚିନ୍ତା କରି ରାଜୁ ତା ପୁରୁଣା ଘରକୁ ଗଲା, ହେଲେ ସେଠି ରିନୁ ନଥିଲା। ତାପରେ ସେ ବହୁତ ଖୋଜି ଖୋଜି ରିନୁର ନୂଆ ଘରକୁ ଗଲା। ଏତେ ଦିନ ପରେ ରାଜୁକୁ ଦେଖି ରିନୁ କହିଲା, କଥା କଣ ରାଜୁ, ଏତେ ଦିନ ତୁମେ କୋଉଠି ଥିଲ? ନିଶ୍ଚୟ ଆଉ କାହାକୁ ବାହା ହେଇ ସାରିଥିବ। ତେବେ ତୁମର ସେ ସୁନ୍ଦରୀ ସ୍ତ୍ରୀକୁ ଛାଡ଼ି ଆଜି ମୋ ପାଖକୁ କଣ ପାଇଁ ଆସିଲ? କଣ ଦରକାର ତମର? ନା ନା ରିନୁ, ମୁଁ କାହାକୁ ବି ବାହା ହେଇନି। ମୁନି ମୋତେ ଧୋକା ଦେଇଦେଲା। ଶୁଣିବୁ ମୋ କାହାଣୀ? ଶୁଣିଲୁ ତ ମୋ କାହାଣୀ? ମୋତେ କ୍ଷମା କରିଦେ ରିନୁ, ମୁଁ ତତେ ଛାଡ଼ି ଆଉ କୁଆଡ଼େ ବି ଯିବିନି। ମୋ ବିପଦ ସମୟରେ ତୁମେ ମୋତେ ଛାଡ଼ି ଚାଲି ଯାଇଥିଲ, ଆଉ ଆଜି ଅନ୍ୟ ଜଣଙ୍କ ପାଖରୁ ଧୋକା ଖାଇଲା ପରେ ମୋ ପାଖକୁ ଫେରି ଆସିଛ। ତୁମର କୌଣସି କ୍ଷମା ନାହିଁ। ଏ ଘର ତୁମର ନୁହଁ, ଏ ଘର ମୁଁ ବନେଇଛି। ଚାଲିଯାଅ ମୋ ଘରୁ। ରିନୁ ରାଜୁକୁ ତା ଘରୁ ବାହାର କରିଦେଲା। ରାଜୁ ଏକ ଗଛରେ ବସି ନିଜ ମୁଣ୍ଡ ପିଟିଲା। ସେପଟେ ରିନୁ ତାର 2 ଛୁଆଙ୍କ ସହ ଖୁବ୍ ଖୁସିରେ ରହିଲା। ଗୋଟିଏ ମା ବତକ 2ଟି ଅଣ୍ଡା ଦେଇଥିଲା। ଅନେକ ଦିନ ଧରି ସେ ତା ଅଣ୍ଡା ଗୁଡ଼ିକର ଯତ୍ନ ନେବା ଯୋଗୁଁ ବାହାରକୁ ଖାଇବା ଆଣିବା ପାଇଁ ଯାଇପାରିଲାନି। ଦିନେ ତାକୁ ବହୁତ ଭୋକ ଲାଗିଲା। ସେ ଖାଇବା ଖୋଜିବା ପାଇଁ ବାହାରକୁ ଗଲା। ଏତେ ସମୟରୁ ଖାଇବା ଖୋଜୁଛି, ହେଲେ ମୁଁ କୋଉଠି ବି ଖାଇବା ପାଇଲିନି। ଭୋକରେ ଭାରି ଦୁର୍ବଳ ଲାଗିଲାଣି। ଆରେ ଏଇ ତ ଆଗରେ ଗୋଟେ ଛୋଟ ପୋଖରୀ ଦେଖାଯାଉଛି। ମୁଁ ସେ ପୋଖରୀରେ ମାଛ ଖୋଜି ଦେଖେ। ତାପରେ ମା ବତକ ପୋଖରୀ ଭିତରକୁ ଗଲା। ସେ କିଛି ମାଛ ଧରି ଖାଇଲା। ବାଃ, ଏ ପୋଖରୀରେ ତ ବହୁତ ମାଛ। ଏ ମାଛ ସବୁ ଭାରି ସ୍ୱାଦିଷ୍ଟ। ଏମିତି ଯଦି ପ୍ରତିଦିନ ମୋତେ ମାଛ ଖାଇବାକୁ ମିଳନ୍ତା କେତେ ଭଲ ହୁଅନ୍ତା। ଏମିତି କହି କହି ମା ବତକ ପୋଖରୀରୁ ମାଛ ଧରି ଧରି ଖାଉଥିଲା। ସେ ପୋଖରୀ ଥିଲା ଗୋଟେ ତାନ୍ତ୍ରିକ ବୁଢ଼ୀର। ବତକ ପୋଖରୀରୁ ମାଛ ଧରି ଖାଉଥିବା ସମୟରେ ସେ ତାନ୍ତ୍ରିକ ବୁଢ଼ୀ ଚଢ଼ି ସେଠାକୁ ଚାଲି ଆସିଲା। ଏଇ କିଏ ତୁ? ତୋର ଏତେ ବଡ଼ ସାହସ? ମୋ ପୋଖରୀରୁ ତୁ ମାଛ ଚୋରି କରି ଖାଉଛୁ? ମୁଁ ମୋ ଛୁଆଙ୍କ ପରି ଏ ମାଛ ଗୁଡ଼ାକୁ ପାଳିଥିଲି, ତୁ ଏମାନଙ୍କୁ ଖାଇଦେଲୁ। ଏବେ ମୁଁ ତତେ ଶାସ୍ତି ଦେବି। ବୁଢ଼ୀ ମା, ମୋତେ କ୍ଷମା କର। ମୁଁ ଜାଣିନଥିଲି ଏ ପୋଖରୀ ତୁମର। ଭୋକର ଯନ୍ତ୍ରଣା ସହି ନ ପାରି ମୁଁ ମାଛ ଖାଇଦେଲି। ଦୟାକରି ମୋତେ ଶାସ୍ତି ଦିଅନି। ଘରେ ମୋର 2ଟି ଅଣ୍ଡା ଅଛି। ମୁଁ ଶୀଘ୍ର ଘରକୁ ନ ଫେରିଲେ ମୋ ଅଣ୍ଡା 2ଟି ନଷ୍ଟ ହେଇଯିବ। ମୋ ଭୁଲ ପାଇଁ ମୋତେ କ୍ଷମା କର। ମୁଁ ଆଉ ଦିନେ ବି ପୋଖରୀକୁ ଆସିବିନି। ମୋତେ ଯିବାକୁ ଦିଅ। ତତେ ମୁଁ ମାରିବିନି, ହେଲେ ଏମିତି ଶାସ୍ତି ଦେବି ଜୀବନ ସାରା ତୁ କଷ୍ଟ ପାଇବୁ। ମୁଁ ତତେ ଅଭିଶାପ ଦେଉଛି। ତୋ 2 ଛୁଆ ଯେତେବେଳେ ଦୁନିଆକୁ ଆସିବେ ସେମାନେ ବହୁତ ଅସୁନ୍ଦର ରୋଗିଣା ହେଇ ଆସିବେ। ତାଙ୍କ ଦେହରେ ଅନେକ ରୋଗ ଥିବ। ସମସ୍ତେ ତୋର 2 ଛୁଆଙ୍କୁ ଘୃଣା କରିବେ। ଏସବୁ ପାଇଁ କେବଳ ତୁ ଦାୟୀ ରହିବୁ। ଏମିତି ଅଭିଶାପ ଦେଇ ତାନ୍ତ୍ରିକ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ବତକ କାନ୍ଦି କାନ୍ଦି ନିଜ ଘରକୁ ଫେରିଗଲା। କିଛି ଦିନ ପରେ ବତକର ଅଣ୍ଡାରୁ 2ଟି ଛୁଆ ବାହାରିଲେ। ହେଲେ ସେମାନେ ଦେଖିବାକୁ ଯେତିକି ଅସୁନ୍ଦର ଥିଲେ ସେତିକି ରୋଗିଣା ବି ଥିଲେ। ଏଇ କଣ, ସେ ବୁଢ଼ୀ ମାର ଅଭିଶାପ ସତ ହେଇଗଲା। ମୋ ଛୁଆମାନେ କେତେ ରୋଗିଣା ଦେଖାଯାଉଛନ୍ତି। ଏ କଥା ଯଦି ଏ ଜଙ୍ଗଲର ଚଢ଼େଇମାନେ ଜାଣିବେ ସେମାନେ ମୋତେ ଏ ଜଙ୍ଗଲରୁ ବାହାର କରିଦେବେ। ଏବେ ମୁଁ କଣ କରିବି? ମା ବତକଟି ଏପରି ଚିନ୍ତା କରୁଥିବା ସମୟରେ ଗୋଟେ ମିଟୁ ତା ଘରକୁ ଆସିଲା। ସେ ବତକର 2 ଛୁଆଙ୍କୁ ଦେଖି କହିଲା, ଆରେ କଣ ବତକ, ତୋର 2 ଛୁଆ ଏମିତି କଣ ଦେଖାଯାଉଛନ୍ତି? ଏମାନେ ଏତେ ଭୟଙ୍କର ଦେଖାଯାଉଛନ୍ତି ଯେ ଏମାନଙ୍କୁ ଦେଖିବାକୁ ବି ମୋତେ ଭୟ ଲାଗୁଛି। ଏ 2 ଛୁଆ ନିଶ୍ଚୟ ଅଶୁଭ। ଏମାନେ ଆମ ଜଙ୍ଗଲରେ ରହିଲେ ଆମ ଚଢ଼େଇଙ୍କ ଉପରେ ଅମଙ୍ଗଳ ଆସିପାରେ। ମୁଁ ଏବେ ସମସ୍ତଙ୍କୁ ଏକଥା କହିଦେବି। ଏମିତି କହି ମିଟୁ ଶୀଘ୍ର ବାହାରକୁ ଗଲା ଆଉ ଅନ୍ୟ ଚଢ଼େଇମାନଙ୍କୁ ବତକର 2 ଛୁଆଙ୍କ ବିଷୟରେ ସବୁ କହିଦେଲା। ସମସ୍ତେ ମା ବତକର ଘରକୁ ଆସିଲେ। ଆରେ ଆରେ, ମୁଁ ତ ନିଜ ଆଖିକୁ ବିଶ୍ୱାସ କରିପାରୁନି। ମିଟୁ ଠିକ କହୁଥିଲା। ସତରେ ଏ 2 ଛୁଆ ଅଶୁଭ। ବତକ, ଆମେ ତତେ ଏକୁଟିଆ ଦେଖି
ତୋ ଉପରେ ଦୟାକରି ତତେ ଏ ଜଙ୍ଗଲରେ ରହିବାକୁ ଦେଇଥିଲୁ, ହେଲେ ଆଉ ନୁହଁ, ତୁ ଏବେଠାରୁ ଆଉ ଏ ଜଙ୍ଗଲରେ ରହିପାରିବୁନି। ତୁ ତ ଅଶୁଭ ଛୁଆଙ୍କୁ ଧରି ଏ ଜଙ୍ଗଲ ଛାଡ଼ି ଚାଲିଯା, ନହେଲେ ଆମେ ତତେ ଧକ୍କା ଦେଇ ଏ ଜଙ୍ଗଲରୁ ବାହାର କରିଦେବୁ। ଏମିତି କହି ଚଢ଼େଇମାନେ ସେଠାରୁ ଚାଲିଗଲେ। ଏସବୁ ଘଟଣାରେ ମା ବତକଟି ଅନେକ ଭାଙ୍ଗି ପଡ଼ିଲା। ସେ କ'ଣ କରିବ ଚିନ୍ତା କରିବା ସମୟରେ ହଠାତ୍ ତାର ମୁଣ୍ଡ ବୁଲେଇ ଦେବାରୁ ସେ ତଳେ ପଡ଼ିଗଲା, ଆଉ ସେଇଠି ହିଁ ତାର ଜୀବନ ଚାଲିଗଲା। ଦୁଇ ବତକ ଛୁଆ ଯେତେବେଳେ ତାଙ୍କ ମାର ଏ ଅବସ୍ଥା ଦେଖିଲେ ସେମାନେ ଅନେକ କାନ୍ଦିଲେ। ଦୁଇ ଛୁଆଙ୍କ କାନ୍ଦ ଶୁଣି ମିଟୁ ବତକର ଘରକୁ ଆସିଲା। ସତରେ ତମେ ଦୁଇ ଛୁଆ ଅଶୁଭ, ଜନ୍ମ ହେଉ ହେଉ ହିଁ ମାକୁ ଖାଇଦେଲ। ତମେ ମାନେ ଶୀଘ୍ର ଏ ଜାଗା ଛାଡ଼ି ଚାଲିଯାଅ। ମାଉସୀ, ଆମେ ଦୁଇ ଛୋଟ ଛୁଆ କୁଆଡ଼େ ଯିବୁ? ଆମ ଉପରେ ଦୟା କର, ଆମକୁ ଘରୁ ବାହାର କରନି। ନା, ତମେ ମାନେ ଏ ଜଙ୍ଗଲରେ ରହିପାରିବନି, ଭଲରେ ଏ ଜାଗା ଛାଡ଼ି ଚାଲିଯାଅ। ତାପରେ ସବୁ ଚଢ଼େଇ ମିଶି ସେ ଦୁଇ ବତକ ଛୁଆଙ୍କୁ ଜଙ୍ଗଲରୁ ବାହାର କରିଦେଲେ। ଦୁଇ ବତକ ଛୁଆ କାନ୍ଦି କାନ୍ଦି ଅନେକ ଦୂରକୁ ଚାଲିଗଲେ। ଭଉଣୀ, ଭାରି କଷ୍ଟ ଲାଗୁଛି, ମୁଁ ଆଉ ଚାଲିପାରିବିନି। ମା ଆମକୁ ଛାଡ଼ି କାହିଁକି ଚାଲିଗଲା? ଆଉ ଏ ଜଙ୍ଗଲର ଚଢ଼େଇମାନେ ଆମକୁ ଆମ ଘରୁ କାହିଁକି ବାହାର କରିଦେଲେ? ମୁଁ ବି କଷ୍ଟ ଆଉ ସହିପାରୁନି ରେ ଭଉଣୀ। ମା ଆମକୁ ଛାଡ଼ି କାହିଁକି ଚାଲିଗଲୁ? ଫେରିଆ ମା। ଦୁଇ ବତକ ଛୁଆ ଏପରି କାନ୍ଦୁଥିବା ସମୟରେ ସେଇ ତାନ୍ତ୍ରିକ ବୁଢ଼ୀ ଚଢ଼େଇ ତାଙ୍କ ପାଖକୁ ଆସିଲା। ସେଇ ଗଛ ପାଖରେ ହିଁ ତାର ଘର ଥିଲା। ଆରେ ଦୁଇ ଛୁଆ, ଏମିତି କାନ୍ଦୁଛ କ'ଣ ପାଇଁ? ତମମାନଙ୍କ ମା କୁଆଡ଼େ ଗଲା? ଆମ ମା ଆଉ ଏ ଦୁନିଆରେ ନାହିଁ। ଆମକୁ କେହି ଭଲ ପାଆନ୍ତିନି। ଆମକୁ ଅଶୁଭ କହି ଏ ଜଙ୍ଗଲର ଚଢ଼େଇମାନେ ଆମକୁ ଘରୁ ବାହାର କରିଦେଲେ। ଏବେ ଆମେ କୁଆଡ଼େ ଯିବୁ କିଛି ଜାଣିପାରୁନୁ। ଦୁଇ ଛୁଆଙ୍କର ଏକଥା ଶୁଣି ମା ବତକକୁ ଦେଇଥିବା ଅଭିଶାପ କଥା ବୁଢ଼ୀ ଚଢ଼େଇର ମନେ ପଡ଼ିଲା। ଦୁଇ ଅସହାୟ ବତକ ଛୁଆଙ୍କୁ ଦେଖି ସେ ନିଜ ଭୁଲ ବୁଝିପାରିଲା। ହେ ଭଗବାନ, ମୁଁ ଏ କ'ଣ ସର୍ବନାଶ କରିଦେଲି? ରାଗରେ ସେ ମା ବତକକୁ ଅଭିଶାପ ଦେଇଦେଲି। ମୋର ସେ ଅଭିଶାପ ପାଇଁ ଆଜି ଏ ନିରୀହ ଛୁଆ ଦୁଇଟା ଏତେ କଷ୍ଟ ପାଉଛନ୍ତି। ନା, ମୁଁ ମୋ ଭୁଲ ସୁଧାରିବି। ମୁଁ ଏ ଛୁଆମାନଙ୍କର ଅଭିଶାପ ଫେରେଇ ନେବି। ଏମିତି କହି ସେ ତାନ୍ତ୍ରିକ ବୁଢ଼ୀ ଦୁଇ ଛୁଆଙ୍କ ଉପରୁ ନିଜ ଅଭିଶାପ ଫେରେଇ ନେଲା, ଯାହାଫଳରେ ଦୁଇ ବତକ ଛୁଆ ସୁସ୍ଥ ଆଉ ସୁନ୍ଦର ହେଇଗଲେ। ତମେ ଦୁଇ ଛୁଆ ଆଉ ମନ ଦୁଃଖ କରନି, ଚାଲ ମୋ ସାଙ୍ଗରେ ମୋ ଘରକୁ ଚାଲ। ବଡ଼ ହେବା ଯାଏଁ ତମେମାନେ ମୋ ସାଙ୍ଗରେ ମୋ ଘରେ ରହିବ। ମୁଁ ତମମାନଙ୍କର ଦେଖାଶୁଣା କରିବି। ଏମିତି ସେ ତାନ୍ତ୍ରିକ ବୁଢ଼ୀ ଦୁଇ ବତକ ଛୁଆଙ୍କୁ ନିଜ ଘରକୁ ନେଇଗଲା, ଆଉ ସେମାନେ ବଡ଼ ହେବା ଯାଏଁ ତାଙ୍କର ସବୁ କଥା ବୁଝୁଥିଲା। ଦୂର ଏକ ଜଙ୍ଗଲରେ ସୁଇଟି ଚଢ଼େଇ ତା ବାପାଙ୍କ ସହ ରହୁଥିଲା। ସୁଇଟିକୁ ଜନ୍ମ ଦେବା ପରେ ହିଁ ତା ମାର ମୃତ୍ୟୁ ହୋଇଯାଇଥିଲା। ସୁଇଟିର ଦେଖାଶୁଣା କରିବା ପାଇଁ ତାର ବାପା ଦିନେ ମୁନି ନାମକ ଏକ ଚଢ଼େଇକୁ ବାହା ହେଇ ଘରକୁ ଆସିଲା। ଶୁଣ ମୁନି, ମୁଁ ତୁମକୁ ବାହା ହେଇଛି କେବଳ ମୋ ଝିଅର ଦେଖାଶୁଣା କରିବା ପାଇଁ। ଆଜିଠୁ ତାକୁ ନିଜ ଝିଅ ଭାବିବ। ତୁମେ ଚିନ୍ତା କରନି, ସୁଇଟି ଆଜିଠୁ ମୋ ଝିଅ। ମୁଁ ତାର ଖୁବ୍ ଯତ୍ନ ନେବି। ବାପା ବାପା, ଇଏ କିଏ? ଆମ ଘରକୁ କାହିଁକି ଆସିଛନ୍ତି? ଆରେ ଝିଅ, ଆଜିଠୁ ଇଏ ତୋର ନୂଆ ମା। ତୁ ୟାଙ୍କୁ ମା ଡାକିବୁ। ସେ ତତେ ଖୁଏଇ ଦେବେ, ଶୁଏଇ ଦେବେ, ଆଉ ତୋ ସହ ଖେଳିବେ। ତୁ ଜମା ବି ତାଙ୍କୁ ହଇରାଣ କରିବୁନି, ମୋ ସୁନା ଝିଅ। ସତରେ ତୁମେ ଆଜିଠୁ ମୋ ନୂଆ ମା? ମୋତେ ସବୁଦିନ ଖୁଏଇ ଦେବ ଆଉ ମୋ ସହ ଖେଳିବ? ହଁ ରେ ମା, ଆଜିଠୁ ମୁଁ ତୋର ସବୁ ଯତ୍ନ ନେବି। ଏମିତି ସେ ଦିନ ବିତିଗଲା। ବାପା ଚଢ଼େଇଟି ନିଶ୍ଚିନ୍ତରେ ତା କାମକୁ ଗଲା। ମୁନି ଘରେ ବସି ଟିଭି ଦେଖୁଥିଲା। ସେହି ସମୟରେ ସୁଇଟି ତା ପାଖକୁ ଆସି କହିଲା, ମା ମା, ତୁମେ ଟିଭି ଦେଖୁଛ? ମୋ ସ୍କୁଲ ସମୟ ହେଇଗଲାଣି। ମୋତେ ସ୍କୁଲ ଜୋତା ପିନ୍ଧେଇ ଦିଅ, ମୁଁ ସ୍କୁଲକୁ ଯିବି। ନିଜ ଜୋତା ତୁ ନିଜେ ପିନ୍ଧି ପାରୁନୁ? ମୋତେ ଶାନ୍ତିରେ ଟିକେ ଟିଭି ଦେଖିବାକୁ ଦେଉନି। ଯା, ନିଜ କାମ ନିଜେ କରିବୁ। ନୂଆ ମାର ଏପରି ବ୍ୟବହାର ଦେଖି ସୁଇଟିର ମନ ବହୁତ ଦୁଃଖ ହେଇଗଲା। ମା, ଏମିତି କାହିଁକି କହୁଛ? ତୁମେ ତ କାଲି କହିଥିଲ ତୁମେ ମୋର ସବୁ କାମ କରିଦେବ। ମୁଁ ଏକୁଟିଆ ସ୍କୁଲ ଜୋତା ପିନ୍ଧି ପାରେନି, ସେଥିପାଇଁ ତ ତୁମ ପାଖକୁ ଆସିଥିଲି। ତୁ ମୋର ନିଜ ଝିଅ ନୁହଁ, ତୁ ମୋର ସାବତ ଝିଅ, ବୁଝିଲୁ? ମୁଁ ତୋର କିଛି କାମ କରିପାରିବିନି। ଯା, ନିଜ କାମ ନିଜେ କରିବୁ। ମୋତେ ଆଉ ଡାକିବାକୁ ଆସିବୁନି। ଏବେ ଯା ଏଠୁ। ନୂଆ ମାର କଥା ଶୁଣି ଚଢ଼େଇ ଛୁଆ ଅନେକ କଷ୍ଟ ପାଇଲା, ଆଉ ସେଠାରୁ ଚାଲିଗଲା।
ସେଦିନ ଚଢ଼େଇ ଛୁଆ ଜୋତା ନ ପିନ୍ଧି ସ୍କୁଲକୁ ଗଲା। ସନ୍ଧ୍ୟାରେ ସେ ଘରକୁ ଫେରିଲା। ମା ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ ନା। ଓଃ, ଏ ଝିଅ ମୋତେ ଟିକେ ଶାନ୍ତିରେ ଶୋଇବାକୁ ଦେବନି। କାହିଁକି ଯେ ମୁଁ ୟାର ମା ହେଲି। ମା ଦିଅ ନା କିଛି ଖାଇବାକୁ, ମୁଁ ଆଉ ଭୋକ ସମ୍ଭାଳି ପାରୁନି। ମୁଁ ତତେ ଖାଇବାକୁ ଦେଇପାରିବିନି, ମୁଁ ଏବେ ଶୋଇବି। ତୁ ମୋ ନିଜ ଝିଅ ନୁହଁ, ତୁ ମୋ ସାବତ ଝିଅ। ତୁ ଯା ଏଠୁ, ମୋତେ ବିରକ୍ତ କରନି। ଶୁଣ, ତୋ ବାପାକୁ ଏକଥା କିଛି ବି କହିବୁନି, ନହେଲେ ମୁଁ ତ ବେକ ମୋଡ଼ିଦେବି, ବୁଝିଲୁ? ଏବେ ଯା ଏଠୁ। ନୂଆ ମାର ଏକଥା ଶୁଣି ସୁଇଟି ଖୁବ୍ ଡରିଗଲା। ସେ କିଛି ବି ନ ଖାଇ ଉପାସରେ ଶୋଇପଡ଼ିଲା। ସନ୍ଧ୍ୟାରେ ବାପା ଚଢ଼େଇ ଘରକୁ ଫେରିଲା। ମୁନି ସମସ୍ତଙ୍କ ପାଇଁ ଖାଇବା ବାଢ଼ିଲା। ନିଜ ହାତରେ ହିଁ ସେ ସୁଇଟିକୁ ଖାଇବା ଖୁଆଇଲା। ଦେଖୁଛୁ ତ ମା ସୁଇଟି, ତୋ ନୂଆ ମା ତତେ କେତେ ଭଲ ପାଏ। ନିଜ ହାତରେ ସେ ତତେ ଖୁଆଇ ଦେଉଛି। ବାପାଙ୍କ ପାଖରୁ ଏସବୁ ଶୁଣି ସୁଇଟି ମନରେ ଚିନ୍ତା କଲା। ଜାଣିପାରୁନି ମା କାହିଁକି ବାପା ସାମ୍ନାରେ ହିଁ ମୋର ଏତେ ଯତ୍ନ ନିଅନ୍ତି, ଆଉ ଯେତେବେଳେ ବାପା ଘରେ ନଥାନ୍ତି ସେ ମୋତେ କେତେ ରାଗନ୍ତି। କ'ଣ ହେଲା ରେ ମା, ତୁ କ'ଣ ଭାବୁଛୁ? ନାଇଁ ମାନେ ବାପା। ଆରେ ମା ସୁଇଟି, କାଲି ପରା ତୋର ପରୀକ୍ଷା। କେତେ ରାତି ହେଲାଣି କହିଲୁ? ଯା ବି ଶୋଇବୁ, ସକାଳେ ବାପାଙ୍କ ସହ କଥା ହେବୁ। ଏମିତି ମୁନି ସୁଇଟିକୁ ତା ବାପା ସହ କିଛି ବି କଥା ହେବାକୁ ଦେଉନଥିଲା। ନିଜ ଝିଅ ଭଲରେ ଅଛି ଭାବି ବାପା ଚଢ଼େଇ ବହୁତ ଖୁସି ଥିଲା। ଏହିପରି କିଛି ଦିନ ବିତିଗଲା। ଦିନେ ମୁନି ଏକ ଅଣ୍ଡା ଦେଲା। ଅଣ୍ଡାରୁ ଛୁଆ ବାହାରିଲା ପରେ ମୁନି ତାର ନାଁ ରଖିଲା ପିଙ୍କି। ନିଜ ଛୁଆ ହେବା ପରେ ସୁଇଟି ଉପରେ ମୁନିର ଅତ୍ୟାଚାର ଆହୁରି ବଢ଼ିଗଲା। ଆରେ ସୁଇଟି, ଯା ଏସବୁ ଡ୍ରେସ୍ ଶୀଘ୍ର ଧୋଇ ଖରାରେ ଶୁଖେଇ ଦେବୁ। ହେଲେ ମା, ମୁଁ ତ ଏବେ ସ୍କୁଲକୁ ଯିବି, ମୁଁ ଏ ଡ୍ରେସ୍ ସବୁ ଧୋଇ ପାରିବିନି। ତୋର ଏତେ ବଡ଼ ସାହସ, ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ଆଜିଠୁ ତୋର ସ୍କୁଲ ବନ୍ଦ। ଶୀଘ୍ର ଯାଇ ଏସବୁ ଧୋଇ ଆଣ, ନହେଲେ ତୁ ମୋଠୁ ବହୁତ ମାଡ଼ ଖାଇବୁ। ମା, ମୁଁ ତମ ସାବତ ଝିଅ, ସେଥିପାଇଁ ମୋତେ ଏତେ କାମ କରଉଛ ନା? ମୁଁ ତ ତମକୁ ପ୍ରଥମ ଦିନରୁ ନିଜ ମା ଭାବି ନେଇଥିଲି। ତୁମେ କାହିଁକି ମୋତେ ନିଜ ଝିଅ ଭାବୁନ? ମୋ ଉପରେ ଆଉ ଅତ୍ୟାଚାର କରନି, ମୋତେ ଭାରି କଷ୍ଟ ହେଉଛି। ଏତେ ସବୁ ଡ୍ରେସ୍ ମୁଁ ଏକୁଟିଆ କେମିତି ଧୋଇବି କୁହ? ତୁ ମୋ ନିଜ ଝିଅ ନୁହଁ, ତୁ ମୋ ସାବତ ଝିଅ, ବୁଝିଲୁ? ତୁ କଷ୍ଟ ପାଇଲେ ମୋର କିଛି ବି ଫରକ ପଡ଼େନି। ଏବେ ଖାଲି କହ, ତୁ ଏସବୁ ଧୋଇବାକୁ ଯିବୁ ନା ମୋଠୁ ମାଡ଼ ଖାଇବୁ? ନା ମୋତେ ମାରନି, ମୁଁ ଯାଉଛି, ସବୁ ଡ୍ରେସ୍ ଧୋଇଦେବି। ଏମିତି କହି ସୁଇଟି ସବୁ ଡ୍ରେସ୍ ଧରି ନଦୀକୁ ଗଲା, ଆଉ ସେସବୁ ଧୋଇସାରି ଘରକୁ ଫେରିଲା। ସେ ଘରକୁ ଫେରୁ ଫେରୁ ହିଁ ମୁନି ତାକୁ ଘର ପୋଛିବା ପାଇଁ କହିଲା। ସୁଇଟି ଆଉ କିଛି ନ କହି ଚୁପଚାପ ଯାଇ ଘର ପୋଛିଲା। ସେତେବେଳେ ତାର ଛୋଟ ଭଉଣୀ ପିଙ୍କି ସେଠାକୁ ଆସିଲା, ଆଉ ଜାଣିଶୁଣି ତଳେ ପଡ଼ିଯାଇ ଜୋର ଜୋରରେ କାନ୍ଦିଲା। ମରିଗଲି ମା, ମୋତେ ବଞ୍ଚାଅ। କ'ଣ ହେଲା ରେ ମା, ତୁ କେମିତି ପଡ଼ିଗଲୁ? ତୋର କିଛି ହେଇନି ତ? ମା, ତମେ ସୁଇଟି ଦିଦିକୁ ଘର ପୋଛିବା ପାଇଁ କହିଥିଲ ନା, ସେଥିପାଇଁ ସେ ରାଗରେ ଏଠି ପାଣି ଢାଳି ଦେଇଛି, ଯୋଉଥିପାଇଁ ମୁଁ ପଡ଼ିଗଲି। ତାକୁ ମାର ମା। ଆରେ ପିଙ୍କି, ମୁଁ ଏଠି କେତେବେଳେ ପାଣି ଢାଳିଛି? ତୁ ତ ନିଜେ ହିଁ ଆସି ତଳେ ପଡ଼ିଗଲୁ। ତୋ ମାଆକୁ ମିଛ କଥା କାହିଁକି କହୁଛୁ? ଚୁପ୍ କର, ତୁ ମୋ ସାବତ ଝିଅ। ସାବତ ଝିଅ କେବେ ବି ନିଜ ଝିଅ ହେଇପାରେ ନା। ତୁ ମୋ ଝିଅର କ୍ଷତି କରିବାକୁ ଚାହୁଁଥିଲୁ ନାଇଁ? ରହ, ଏବେ ମୁଁ ତୋ କଥା ବୁଝୁଛି। ଏମିତି କହି ମୁନି ଏକ ଲାଠିରେ ସୁଇଟିକୁ ଅନେକ ପିଟିଲା। ମା ମାରନି, ମୋତେ ଭାରି କଷ୍ଟ ହେଉଛି। ଆଜି ମୁଁ ତତେ ମାରିଦେବି। ତୁ ମୋ ଝିଅର କ୍ଷତି କରିବାକୁ ଚାହୁଁଥିଲୁ ନାଇଁ? ଏମିତି କହି କହି ମୁନି ସୁଇଟିକୁ ମାରି ଚାଲିଥିଲା। ସୁଇଟିକୁ ମାଡ଼ ଖାଉଥିବାର ଦେଖି ପିଙ୍କି ଖୁବ୍ ଖୁସି ହେଉଥିଲା। ସେ ବି ସୁଇଟିକୁ ଜମାରୁ ଭଲ ପାଉନଥିଲା। ସେହି ସମୟରେ ବାପା ଚଢ଼େଇ ସେଠି ପହଞ୍ଚିଗଲା। ଆରେ ମୁନି, ତୁ ଏସବୁ କ'ଣ କରୁଛୁ? ସୁଇଟିକୁ ଏମିତି ମାରୁଛୁ କାହିଁକି? ସେ କ'ଣ କରିଛି? ହଠାତ୍ ବାପା ଚଢ଼େଇକୁ ସାମ୍ନାରେ ଦେଖି ମୁନି ଡରିଗଲା। ସେ କିଛି ବି କହିପାରିଲାନି। ସୁଇଟି ତା ବାପାଙ୍କୁ ସବୁ ଘଟଣା କହିଲା। ଛି ମୁନି, ତୁ ଏତେ ଖରାପ। ମୁଁ ତୋ ଉପରେ କେତେ ବିଶ୍ୱାସ କରିଥିଲି, ଆଉ ତୁ ସାବତ ଝିଅ କହି ସୁଇଟି ଉପରେ ଏତେ ଅତ୍ୟାଚାର କରୁଥିଲୁ। ଆଉ ଦିନେ ଯଦି ତୁ ସୁଇଟି ଉପରେ ହାତ ଉଠେଇବୁ, ମୁଁ ତତେ ଘରୁ ବାହାର କରିଦେବି। ଏମିତି କହି ବାପା ଚଢ଼େଇ ତା ଝିଅକୁ ଧରି ସେଠାରୁ ଚାଲିଗଲା। ମୁଁ ଏ ଘରୁ ଯିବିନି। ଏ ସୁଇଟିକୁ ମୁଁ ସବୁଦିନ ପାଇଁ ଏ ଘରୁ ବାହାର କରିଦେବି, ସେତେବେଳେ ଚିହ୍ନିବ ମୁଁ କିଏ। ପରଦିନ ସକାଳେ ମୁନି ଗୋଟେ ଗ୍ଲାସ୍ କ୍ଷୀର ଧରି ସୁଇଟି ପାଖକୁ ଗଲା। ଆରେ ମା ସୁଇଟି, ମୋ ଉପରେ ରାଗିଛୁ କି? କାଲି ଯାହା ବି ହେଲା ମୋତେ ସେଥିପାଇଁ କ୍ଷମା କରିଦେ।
ତୁ ସ୍କୁଲକୁ ବାହାରିଛୁ ନା? ଏଇ ନେ କ୍ଷୀର ଗ୍ଲାସଟା ପିଇ ଦେ। ମୁଁ ଯାଉଛି ତୋ ପାଇଁ ଟିଫିନ୍ ରେଡ଼ି କରିଦେବି। ମା ସତରେ କେତେ ବଦଳି ଗଲେ। ଆଜିଠୁ ସେ ବି ମୋତେ ବହୁତ ଭଲ ପାଇବେ। ଏମିତି କହି ସୁଇଟି କ୍ଷୀର ଗ୍ଲାସ ପିଇବାକୁ ଯିବା ସମୟରେ ପିଙ୍କି ସେଠାକୁ ଆସିଲା ଆଉ ତା ହାତରୁ କ୍ଷୀର ଗ୍ଲାସ ଛଡ଼େଇ ନେଇଗଲା। ଚୋରଣୀ କୋଉଠିକାର? ତୁ ମୋ କ୍ଷୀର ଗ୍ଲାସ ଚୋରି କରି ପିଇବାକୁ ଯାଉଥିଲୁ ନାଇଁ? ଏ କ୍ଷୀର ଗ୍ଲାସ ମୋର, ମୁଁ ଏ କ୍ଷୀର ଗ୍ଲାସ ପିଇବି। ଏମିତି କହି ପିଙ୍କି ସେ କ୍ଷୀର ଗ୍ଲାସ ପିଇଦେଲା। ହଠାତ୍ ସେ ମାଟିରେ ପଡ଼ିଗଲା। ତା ମୁହଁରୁ ଫେଣ ବାହାରିଲା। ସଙ୍ଗେ ସଙ୍ଗେ ହିଁ ତାର ଜୀବନ ଚାଲିଗଲା। ଏସବୁ ଦେଖି ସୁଇଟି ଭୟରେ କାନ୍ଦିଲା। ପ୍ରକୃତରେ ମୁନ୍ନି ସୁଇଟିକୁ ମାରିବା ପାଇଁ ତା କ୍ଷୀର ଗ୍ଲାସରେ ବିଷ ମିଶେଇଥିଲା। ମା କୁଆଡ଼େ ଗଲ ମା? ଶୀଘ୍ର ଆସ, ଦେଖ ପିଙ୍କିର କ'ଣ ହେଇଗଲା। ସେ କ୍ଷୀର ଗ୍ଲାସ ପିଇଲା ପରେ ଛଟପଟ ହେଉଥିଲା। ଶୀଘ୍ର ଆସ ମା। କ'ଣ କହିଲୁ? କ୍ଷୀର ଗ୍ଲାସ ମୋ ଝିଅ ପିଙ୍କି ପିଇ ଦେଇଛି। ହେ ଭଗବାନ, ମୁଁ ଏ କ'ଣ କଲି? ସାବତ ଝିଅକୁ ମାରିବାକୁ ଯାଇ ମୁଁ ମୋ ନିଜ ଝିଅକୁ ମାରିଦେଲି। ତୁ ନିଜ କର୍ମର ଫଳ ପାଇଛୁ। ତୋ ଇର୍ଷା ପାଇଁ ଆଜି ମୁଁ ମୋର ଗୋଟେ ଝିଅକୁ ହରେଇଲି। ତୁ ଶାସ୍ତି ପାଇବା ଯୋଗ୍ୟ। ଜୀବନ ସାରା ଏବେ ତୁ ଜେଲରେ ରହିବୁ। ପୋଲିସ ଆସି ମୁନିକୁ ଧରି ଥାନାକୁ ନେଇଗଲେ। ମା ସୁଇଟି, ତୁ ଜମା ବି କାନ୍ଦିନି। ମୁଁ ତୋ ପାଖରେ ଅଛି। ଆଜିଠୁ ମୁଁ ତତେ ଛାଡ଼ି କୁଆଡ଼େ ବି ଯିବିନି। ତୋର ସବୁ ଦାୟିତ୍ୱ ଏବେ ମୁଁ ଏକା ନେବି। ଏମିତି ମୁନି କଠିନ ଶାସ୍ତି ପାଇଲା। ସେବେଠାରୁ ବାପା ଚଢ଼େଇ ଏକା ହିଁ ତା ଝିଅର ଦେଖାଶୁଣା କଲା। ଆରେ ଚଢ଼େଇ, ତୁ ବଜାରକୁ ଯାଉଛୁ କି? ରହ ରହ, ମୁଁ ବି ଯିବି। ଜଲ୍ଦି ଆସ ମିଟୁ, ମୋ ଝିଅକୁ ଭାରି ଭୋକ ଲାଗିଲାଣି। ସଉଦା କିଣି ଘରକୁ ଗଲେ ମୁଁ ପୁଣି ରୋଷେଇ କରିବି। ଆରେ ମୁଁ ବେଶୀ ଜିନିଷ କିଣିବିନି, ଏଇ ଗୋଟେ ଲିପଷ୍ଟିକ୍ କିଣିବି। ମୁଁ ଶୁଣିଲି ବଜାରରେ ଗୋଟେ ଭଲ ଲିପଷ୍ଟିକ୍ ଦୋକାନ ଖୋଲିଛି। ଚାଲେ ଆଗ ସେ ଦୋକାନକୁ ଯିବା, ତାପରେ ଆମେ ସଉଦା କିଣିବା। ପାର ଭାଇ, ମତେ ଗୋଟେ ଭଲ ଲିପଷ୍ଟିକ୍ ଦିଅ। ମୁଁ ସବୁ ଜିନିଷ ଭଲ ରଖେ। ଏଇ ନେ ତ ଲିପଷ୍ଟିକ୍। ଏଇ ଲିପଷ୍ଟିକ୍ର ରଙ୍ଗ ଭାରି ଭଲ। ଆଚ୍ଛା ଠିକ୍ ଅଛି, ଏଇ ନିଅ ତୁମ ଟଙ୍କା। ଚାଲ ଚଢ଼େଇ, ଏବେ ଆମେ ସଉଦା ଦୋକାନକୁ ଯିବା। ଏମିତି କଥା ହେଇ ସେମାନେ ସଉଦା କିଣିବାକୁ ଗଲେ। ତାପରେ ନିଜ ନିଜ ଘରକୁ ଫେରିଗଲେ। କାଉ ଦୂରରୁ ମିଟୁର ଲିପଷ୍ଟିକ୍ ଦେଖୁଥିଲା। ଆରେ ବାଃ, ମିଟୁର ଲିପଷ୍ଟିକ୍ଟା କେତେ ସୁନ୍ଦର ହେଇଛି। ମତେ ବି ଲିପଷ୍ଟିକ୍ ଲଗେଇବାକୁ ଇଚ୍ଛା ହେଲାଣି। ଯାଏ ମୋ ସ୍ୱାମୀଙ୍କୁ କହି ମୋ ପାଇଁ ବି ଗୋଟେ ଲିପଷ୍ଟିକ୍ ଅଣା କରାଏ। ଆରେ ଶୁଣ ନା, ମୋ ପାଇଁ ଗୋଟେ ଲିପଷ୍ଟିକ୍ ଆଣିଦିଅ। ମିଟୁ ନା କେତେ ବଢିଆ ଲିପଷ୍ଟିକ୍ କିଣି ଆଣିଛି। ତାର ଦେଖିକି ତ ମତେ ବି ଲିପଷ୍ଟିକ୍ ଲଗେଇବାକୁ ଇଚ୍ଛା ହେଲାଣି। ଲିପଷ୍ଟିକ୍ କିଣିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ଗୋଟେ କାମ କରେ, ମିଟୁର ଲିପଷ୍ଟିକ୍ଟାକୁ ହିଁ ମୁଁ ଚୋରି କରି ତୋ ପାଇଁ ଆଣିଦିଏ। ତୁମେ ଯେମିତି ଯାହା କରୁଛ ପଛେ କର, ମତେ ଆଜି ଲିପଷ୍ଟିକ୍ ଆଣିଦିଅ, ନହେଲେ ମୁଁ ଆଉ ତୁମ ଘରେ ରହିବିନି। ଆରେ ମିଟୁ, ତତେ ଏବେ ହିଁ ଚଢ଼େଇ ତା ଘରକୁ ଡାକିଛି। ସେ ତତେ ଗୋଟେ ଜରୁରୀ କଥା କହିବ କହୁଥିଲା। ସତରେ ନା କ'ଣ କାଉ ଭାଇ? ମୁଁ ଏବେ ଚଢ଼େଇ ପାଖକୁ ଯାଉଛି। ତାପରେ ମିଟୁ ଶୀଘ୍ର ଚଢ଼େଇର ଘରକୁ ଗଲା। ସେହି ସୁଯୋଗରେ କାଉ ତା ଘରେ ଥିବା ଲିପଷ୍ଟିକ୍ ଚୋରି କରି ନେଲା। କାଉ ଘରକୁ ଫେରିବା ସମୟରେ ଚଢ଼େଇ ସହ ତାର ଦେଖା ହେଲା। କାଉ ଭାଇ, ତୁମେ ବି କ'ଣ ଲିପଷ୍ଟିକ୍ କିଣିଛ? ହଁ ଚଢ଼େଇ, ମୁଁ ମୋ ସ୍ତ୍ରୀ ପାଇଁ ଗୋଟେ ଲିପଷ୍ଟିକ୍ କିଣିକି ନେଉଛି। ଆଚ୍ଛା, ମୁଁ ଏବେ ଘରକୁ ଯାଏ। ମୋ ସ୍ତ୍ରୀ ମତେ ଅପେକ୍ଷା କରିଥିବ। ଆଣ୍ଟି, ମା ତ ଘରେ ନାହାନ୍ତି। ତୁମେ ମାଙ୍କୁ କ'ଣ କହିବ ମତେ କହିଦିଅ। ମା ଫେରିଲେ ମୁଁ ତାଙ୍କୁ କହିଦେବି। କ'ଣ କହିବୁ ରେ ମା ମତେ? ଚଢ଼େଇ, ତୁ ଆସିଗଲୁ। ମୁଁ ତତେ ହିଁ ଅପେକ୍ଷା କରିଥିଲି। ତୁ କ'ଣ ମତେ ଜରୁରୀ କଥା କହିବୁ ପରା? କାଉ ଭାଇ ମତେ କଥା କହିଲେ, ମୁଁ ଶୀଘ୍ର ତୋ ପାଖକୁ ଚାଲି ଆସିଲି। ଏସବୁ ତୁ କ'ଣ କହୁଛୁ ମିଟୁ? ମୁଁ ତତେ କାହିଁକି ଡାକିବି? କାଉ ତତେ ମିଛ କହିଛି। ଓ, ଏବେ ବୁଝିଲି। ମୁଁ ଘରକୁ ଫେରିଲା ବେଳେ କାଉ ହାତରେ ଲିପଷ୍ଟିକ୍ ଦେଖିଥିଲି। ସେ ନିଶ୍ଚୟ ତ ଲିପଷ୍ଟିକ୍ ଚୋରି କରିବା ପାଇଁ ତତେ ମିଛ କଥା କହିଛି। ଯା ଆଗ ଘରେ ଦେଖିବୁ ତ ଘରେ ଲିପଷ୍ଟିକ୍ ଅଛି କି ନାହିଁ। ତାପରେ ମିଟୁ ତା ଘରକୁ ଗଲା ଆଉ ଦେଖିଲା ଘରେ ତା ଲିପଷ୍ଟିକ୍ ନାହିଁ। ସେ ତୁରନ୍ତ କାଉ ପାଖକୁ ଗଲା। କାଉ ଭାଇ, ତୁମେ ଏତେ ବଡ଼ ଚୋର? ମତେ ମିଛ କହି ମୋ ଘରୁ ଲିପଷ୍ଟିକ୍ ଚୋରି କରି ନେଇ ଆସିଲ। ଭଲରେ ମତେ ମୋ ଲିପଷ୍ଟିକ୍ ଫେରେଇ ଦିଅ। ଏ ତୁ କ'ଣ କହୁଛୁ? ନା ନା, ମୁଁ ତ ଲିପଷ୍ଟିକ୍ ଚୋରି କରିନି। ତୁ ଏଠୁ ଚାଲିଯା।
चढ़ई देखिची तुमे मो लिपस्टिक नेउथिल मते भलरे भलरे मो लिपस्टिक फेराओ नहले मो समस्त को डाकी आनिबी सेते बेले पूरा जंगलवासी जानि जिबे तुमे गोटे चोर। ना ना मिट्टू एमिति करनी मोर भूल हो गला रह मु एबे तो लिपस्टिक आनी दउची। काऊ भय रे मिट्टू को ता लिपस्टिक फेरे देला। मिट्टू खुशी रे निज घर को फेरी गला। नहीं गला मिट्टू एते सुंदर लिपस्टिक को नहीं गला मु थरे भी से लिपस्टिक लगै नथिली। सबु हेइची से चढ़ई पाई चढ़ई जदि मिट्टू को कहि न थांता मिट्टू केबे भी जानि पारि न थांता मु ता लिपस्टिक चोरी करिची। चल गोटे काम करिबा चिल सह कथा ही से चढ़ई को माड़ खुइबा चढ़ई माड़ खाइले मते भी खुशी लागिबो। चिल दीदी जानिछ चढ़ई तुमको अनेक गाड़ी देउची समस्तक पाखरे से तुम नारी खराब कथा कहूची से कहूची सुजोग पाइले से तुमको मारी देबो। कौन हैला से छोट चढ़ईर एते साहस से मो नारे खराब कथा कहूची से मते मारी देबो मु ताको छाड़ीबिनी आज मु ताको पिटी पिटी मारी देबी। एमिति कही चिल चढ़ईर घर को गला। दुई काऊ खुशी ही निज घर को फेरी गले। चढ़ी ए चढ़ी बाहर को आसे तोर एते साहस तू मते गाड़ी दे मते मारिबा को चाहूचु। काऊ माने एक कथा कहि नथिले तो मु जमा भी ए विषय जानि पारि नथांती। ओ मु काऊर लिपस्टिक चोरी कथा मिट्टू को कहि देली बोली से आज मते चिल पाखरु माड़ खइबा को चाहूची मते किछि गोटे करिबा को पड़िबो जेमिति मु चिल को खुशी करि परिबी। तापरे चढ़ई किछि खिचुड़ी धरी बाहर को गला। चिल दीदी तुमे मो घर को आसीच आज मोर केते बड़ भाग्य। मु सुनिथिली किछि दिन तळे तुम देह भारी खराब हेतिला सेथिपाई आज मु तुम मन पसंदर खिचुड़ी रांधी तुम घर को नहीं देई थांती। भल हैला तुम सह देखा हे गला। ए निया खिचुड़ी खाई देखा कहिला मु केमिति रांधिची। ए कोन मु तो देखुची चढ़ई मते बहुत भल पाए नहले कोन मो पाई एमिति खिचुड़ी रांधी थांता। हेले चढ़ई काऊ माने मते कहिले जे तू मते मारिबा को चाहूचु तू ए खिचुड़ी रे विष मिसेइनु त। ना ना चिल दीदी मु ए खिचुड़ी रे विष मिसेइनी मते विश्वास करू न त। रुह मु एबे ही खिचुड़ी खाई कि तुमको देखाउची। देखिलो चिल दीदी मु जदी ए खिचुड़ी रे विष मिसई थांती ताहाले कोन मु निजे खाई थांती। काऊ माने तुमको हैरान करिया पाई ही मो नारे एमिति मिछ कथा कहिजंती। कौन हैला से काऊ मानकर एते साहस से माने मते हैरान कले। दे मते आग से खिचुड़ी दे मु खिचुड़ी खाई सारे तापरे तांको पाखो को जीबी आउ सेमान को उच्च शिक्षा देबी। दुष्ट काऊ दल मते मिछ कही हैरान करूच एबे तम मानकु मारी मारी मु जीवन रु मारी देबी। आमर भूल हो गला चिल दीदी दया करी आमको छाड़ी दिया आमे आउ केबे भी तुमको मिछ कथा कहबुनी। ठीक अछि आज मु तम मानकु छाड़ी देउची आउ दिने जदी चढ़ी नारे मिछ कहबा मु तम दुई जन को जीवन रु मारी देबी। जा नारे मिछ कहूतिला जानिच से मते केते भल पाए केते कष्ट करी मो पई खिचुड़ी रांधी मते खाइबा को देइची। एमिति कही चिल सेठारु चली गला। सेते बेले काउछुआ घर को आसिला। से बदमाश चढ़ईर एते बुद्धि एमिति चिलकु से निज आड़ को करिनेला। एबे मु से चढ़ईर कौन करिबी मो मुंडरे तो किछि बुद्धि पसुनी। मुंडरे तो गोबर बहिच बुद्धि पसिबा कुआडे। एबे आमे आउ किछि करिबानी जाहा करिबा आम झियो करिबा। मारी तू सब तो सुनिलु मु जेमिति कहूची तू सेमिति करि परिबु त। ठीक अछि मां कुह मु कौन करिबी। एबे नुह आमे संध्यारे सब काम करिबा तू खाली संध्या हेबा को अपेक्षा कर। एमिति सेमाने एक दुष्ट योजना बनैले। संध्या हेबा परी काऊर स्त्री ता झियो को गोटे मसाल देला। काऊ छुआ से मसाल धरी चढ़ई घर को गला ता घरे निया लगेबा पाई। रास्ता रे बहुत जोरे पवन बहुथिला। काऊ छुआ धरिथिबा मसाल रो निया लिभि गला। एक निया लिभि गला एबे मु कौन करिबी जाए घर फोन धरी निया धरी आसे। एमिति कही काऊ छुआ घर को फेरुथिला। रास्ता पूरा पूरी अंधार थिला। काऊ छुआ जानी न पारी गोटे कुआ भितरे पड़ी गला। बाबा बंचा मते केही बंचा मु कुआ भितरे पड़ी गली मते केही बंचा।
ସେତେବେଳେ ସେ ରାସ୍ତାରେ ଚଢ଼େଇ ଯାଉଥିଲା। କାଉ ଛୁଆର ପାଟି ଶୁଣି ସେ ତା ପାଖକୁ ଗଲା। ଆରେ ଇଏ ତ କାଉ ଛୁଆର ପାଟି, ସେ କୂଅ ଭିତରେ କେମିତି ପଡ଼ିଲା? ଚିକି, ତୁ କୂଅରେ କେମିତି ପଡ଼ିଲୁ? ଆଣ୍ଟି, ମତେ ଆଗ ବଞ୍ଚାଅ, ପରେ ମୁଁ ତୁମକୁ ସବୁ କଥା କହିବି। ଆଚ୍ଛା ଆଚ୍ଛା, ତୁ ଆଉ ଭୟ କରନି, ମୁଁ ଏବେ ହିଁ ତତେ ପାଣିରୁ ବାହାର କରୁଛି। ଆରେ ଚିକି, ତୁ ଏଠି କ'ଣ କରୁଛୁ? ଆମେ ତତେ ଗୋଟେ କାମ ଦେଇଥିଲୁ, ତୁ କ'ଣ ସେ କାମ କଲୁ? ରଖ ତୁମ କାମ, ତୁମେ ଦୁଇ ଜଣ ବହୁତ ଖରାପ। ତୁମ କଥା ମାନି ଅନ୍ୟର କ୍ଷତି କରିବାକୁ ଯାଇ ମୁଁ ନିଜେ ବିପଦରେ ପଡ଼ିଗଲି। ଏଇ ଯୋଉ କୂଅ ଦେଖୁଛ, ମୁଁ ଏବେ କୂଅ ଭିତରେ ପଡ଼ି ଯାଇଥିଲି। ଚଢ଼େଇ ଆଣ୍ଟି ମତେ ଏଇ କୂଅ ଭିତରୁ ବାହାର କଲେ। ଯାହାଙ୍କର ଘର ପୋଡ଼ିଦେବା ପାଇଁ ମତେ କହିଥିଲ, ସେ ହିଁ ଆଜି ମୋର ଜୀବନ ରକ୍ଷା କଲେ। ବାପା, ଚଢ଼େଇ, ଆମର ବହୁତ ବଡ଼ ଭୁଲ ହେଇଗଲା। ତୁ ଆମର ଶତ୍ରୁ ହେଇବି ଆମ ଝିଅର ଜୀବନ ରକ୍ଷା କଲୁ। ଆମକୁ ଏଇ ଥରକ କ୍ଷମା କରିଦେ ଚଢ଼େଇ, ଆଉ ଦିନେ ବି ଆମେ ତୋର କ୍ଷତି କରିବା କଥା ଚିନ୍ତା କରିବୁନି। ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ, ସେ ଶତ୍ରୁ ହେଉ କି ମିତ୍ର ହେଉ, କାରଣ କେତେବେଳେ କିଏ ବିପଦରେ ପଡ଼ିବ କେହି କହିପାରିବେନି। ସେଥିପାଇଁ ସମସ୍ତଙ୍କ ସାଙ୍ଗରେ ମିଳିମିଶି ରହିବା ଉଚିତ। ହଁ ଚଢ଼େଇ, ତୁ ଠିକ କହିଲୁ। ମୁଁ ଆଉ ଦିନେ ବି କାହା ସହ ଝଗଡ଼ା ନ କରି ସମସ୍ତଙ୍କ ସହ ମିଳିମିଶି ରହିବି। ସେଦିନ ପରଠାରୁ କାଉମାନେ ପୁରାପୁରି ବଦଳି ଗଲେ, ଆଉ ସମସ୍ତଙ୍କ ସହ ମିଳିମିଶି ରହିଲେ। ଏଇ ତ ଆଗରେ ଗୋଟେ ସୁନ୍ଦରୀ ଚଢ଼େଇ ବସିଛି। ମତେ ମୋ ଶିକାର ମିଳିଗଲା। ମୁଁ ତାକୁ ମୋ ସାଙ୍ଗରେ ନେଇଯିବି ମୁଁ ତାକୁ। ଏମିତି କହି ରାକ୍ଷସୀ ସେ ଚଢ଼େଇକୁ ଧରି ନିଜ ସାଙ୍ଗରେ ନେଇଗଲା। ପ୍ରତିଦିନ ସେ ରାକ୍ଷସୀ ଜଙ୍ଗଲରେ ବୁଲୁଥିଲା। ସେ ସୁନ୍ଦରୀ ଚଢ଼େଇମାନଙ୍କୁ ଦେଖିଲେ ନିଜ ସାଙ୍ଗରେ ନେଇ ଯାଉଥିଲା। ମୁଁ କଳା ରଙ୍ଗ ପ୍ରସ୍ତୁତ କରିଦେଲି, ଏବେ ମୁଁ ରାନୀ ପାଖକୁ ଯାଏ। ଏମିତି କହି ସେ ତାଲା ଖୋଲି ରାନୀ ପାଖକୁ ଗଲା। ହେଲେ ଘର ଭିତରେ ରାନୀ ନଥିଲା। ମିଟୁ ଖୁବ୍ ଡରିଗଲା, ଆଉ ସେ ଶୀଘ୍ର ମୁଖିଆ ଚଢ଼େଇ ପାଖକୁ ଗଲା। ମୁଖିଆ ଆଜ୍ଞା, ରାନୀ ଘରେ ନାହିଁ, ସେ ବୋଧେ କୁଆଡେ ଯାଇଛି। ଏ କ'ଣ ସର୍ବନାଶ ହେଇଗଲା! ମୁଁ ରାନୀକୁ ବାରମ୍ବାର ମନା କରିଥିଲି ଏକୁଟିଆ ବାହାରକୁ ଯିବୁନି, ହେଲେ ସେ ଜମା ବି ମୋ କଥା ଶୁଣେନି। ଏବେ ଆମ ଝିଅର କ'ଣ ହେବ? ତୁ ଜମା ବି ଚିନ୍ତା କରନି, ଆମ ଝିଅର କିଛି ବି ହେବନି। ମିଟୁ, ତୁ ଶୀଘ୍ର ଯା, ରାନୀକୁ ଖୋଜିବୁ, ସେ ବେଶୀ ଦୂରକୁ ଯାଇ ନଥିବ। ଆଜ୍ଞା ବାବୁ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ରାନୀ ଚଢ଼େଇକୁ ଖୋଜିବା ପାଇଁ ବାହାରିଗଲା। ସେପଟେ ରାନୀ ଚଢ଼େଇ ଗୋଟେ ଝରଣା କୂଳରେ ବସି ଗୀତ ଗାଉଥିଲା। ଏ ଜଙ୍ଗଲ, ଝରଣା ସବୁକିଛି କେତେ ସୁନ୍ଦର। ଏତେ ଦିନ ପରେ ବାହାରକୁ ଆସି ମତେ ଭାରି ଭଲ ଲାଗୁଛି। ଏଠାରୁ ଯିବାକୁ ଜମା ଇଚ୍ଛା ହେଉନି। ଜାଣିନି ବାପା ମା କ'ଣ ପାଇଁ ଯେ ମତେ ସବୁବେଳେ ଘରେ ବନ୍ଦୀ କରି ରଖନ୍ତି। ଏବେ ମୁଁ ଘରକୁ ଯାଏ, ନହେଲେ ବାପା ମା ବ୍ୟସ୍ତ ହେଇ ମତେ ଖୋଜିବେ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ ସେ ଯାହା ଦେଖିଲା ତା ଦେଖି ସେ ଅନେକ ଡରିଗଲା। ନା ନା, ମତେ ନିଜ ସାଙ୍ଗରେ ନିଅନି, ମତେ ଛାଡ଼ି ଦିଅ। ମୁଁ ତମର କ'ଣ କ୍ଷତି କରିଛି? ତୁ ମୋର କିଛି କ୍ଷତି କରିନୁ ସତ, ହେଲେ ତୁ ସୁନ୍ଦର ହେଇ ଭୁଲ କରିଛୁ। ତୋ ଭଳି ସୁନ୍ଦରୀ ଚଢ଼େଇକୁ ମୁଁ ଛାଡ଼ିବିନି, ମୋ ସାଙ୍ଗରେ ନେଇଯିବି। ଇଏ କେମିତିକା ରାକ୍ଷସୀ? ଆଉ ଇଏ ଆମ ଜଙ୍ଗଲକୁ କେମିତି ଆସିଲା? କିଏ ମତେ ଧରିଲ? ମତେ ଛାଡ଼ି ଦିଅ। ଭୟ କରନି ରାନୀ ମା, ମୁଁ ମିଟୁ ଅଙ୍କଲ। ମିଟୁ ଅଙ୍କଲ, ତୁମେ ଏଠାକୁ କେମିତି ଆସିଲ? ରାନୀ ମା, ତୁମକୁ ଘରେ ନ ପାଇ ତୁମ ବାପା ମା ଅନେକ ବ୍ୟସ୍ତ ହେଉଛନ୍ତି। ଶୀଘ୍ର ମୋ ସାଙ୍ଗରେ ଘରକୁ ଚାଲ। ତାପରେ ରାନୀ ଚଢ଼େଇ ମିଟୁ ସାଙ୍ଗରେ ଘରକୁ ଗଲା। ସେ ତାର ବାପା ମାକୁ ସବୁ ଘଟଣା କହିଲା। ଏବେ ଜାଣିଲୁ ମା, ମୁଁ କ'ଣ ପାଇଁ ତତେ ଏକୁଟିଆ ବାହାରକୁ ଯିବାକୁ ମନା କରେ? ମତେ କ୍ଷମା କରିଦିଅ ମା, ମୋର ଭୁଲ ହେଇଗଲା। ଆଜି ପରଠୁ ମୁଁ ତୁମର ସବୁ କଥା ମାନିବି। ଜଣା ନାହିଁ ସେ ରାକ୍ଷସୀ କେମିତି ଆମ ଜଙ୍ଗଲକୁ ଆସିଲା। ସେ ଯେବେଠୁ ଆମ ଜଙ୍ଗଲକୁ ଆସିଲାଣି, ସୁନ୍ଦରୀ ଚଢ଼େଇମାନଙ୍କୁ ଧରି ନିଜ ସାଙ୍ଗରେ ନେଇଯାଉଛି। ଯେତେ ଖୋଜିଲେ ବି ଆମେ ସେମାନଙ୍କୁ ପାଉନୁ। ମା ରେ, ତୁ ଏବେ ଘର ଭିତରକୁ ଯା, ଆଉ କେବେ ବି ଏକୁଟିଆ ବାହାରକୁ ଯିବୁନି। ଯଦି ବି ଯିବୁ, ମୁହଁରେ କଳା ରଙ୍ଗ ଲଗେଇକି ଯିବୁ।
ଯେମିତି ସେ ରାକ୍ଷସୀ ତତେ ଅସୁନ୍ଦର ଭାବି ଛାଡ଼ିଦେବ। ଏମିତି ଦିନ ବିତି ଚାଲିଲା। ରାକ୍ଷସୀ ପ୍ରତ୍ୟେକ ଦିନ ଗୋଟେ ନା ଗୋଟେ ଚଢ଼େଇକୁ ଧରି ନେଇ ଯାଉଥିଲା। ଧୀରେ ଧୀରେ ଜଙ୍ଗଲରେ ଚଢ଼େଇ କମିବାକୁ ଲାଗିଲେ। ଏସବୁ ଦେଖି ଅନ୍ୟ ଚଢ଼େଇମାନେ ଚିନ୍ତାରେ ପଡ଼ିଗଲେ। ମୋକିଆ ଆଜ୍ଞା, କିଛି କରନ୍ତୁ। ଏମିତି ଆଉ କେତେ ଦିନ ଚାଲିବ? ସେ ରାକ୍ଷସୀ ଆମ ପରିବାରରୁ କାହାକୁ ନା କାହାକୁ ନେଇଯାଇଛି। ସେ ରାକ୍ଷସୀକୁ ମାରିବା ପାଇଁ ମୁଁ ଅନେକ ଚେଷ୍ଟା କଲିଣି, କିନ୍ତୁ ଯାହା କଲେ ବି ରାକ୍ଷସୀ ଧରା ଦେଉନି। କେହି ବି ରାକ୍ଷସୀ ବିଷୟରେ ଜାଣିନାହାନ୍ତି। ଏବେ ତମେ ମାନେ କୁହ, ମୁଁ ଏ ସମସ୍ୟାର ସମାଧାନ କେମିତି କରିବି? ନା ନା, ଆମେ କିଛି ଜାଣିବାକୁ ଚାହୁଁନୁ। ଆପଣଙ୍କୁ ସମସ୍ୟାର ସମାଧାନ କରିବାକୁ ହିଁ ପଡ଼ିବ। ଆଚ୍ଛା ଆଚ୍ଛା, ତମେ ମାନେ ଶାନ୍ତ ହୁଅ, ମୁଁ ଦେଖୁଛି ମୁଁ କ'ଣ କରିପାରିବି। ଏମିତି ବେଶ କିଛି ଦିନ ବିତିଗଲା। କେହି ବି ରାକ୍ଷସୀର କିଛି କ୍ଷତି କରିପାରିଲେନି। ଗୋଟେ ଦିନ, ଅନେକ ଦିନରୁ ମୁଁ ବାହାରକୁ ଯାଇନି। ବାହାରର ପରିବେଶ ଦେଖିବାକୁ ମତେ ଭାରି ଇଚ୍ଛା ହଉଛି। ଯାଏ ମୁହଁରେ କଳା ରଙ୍ଗ ଲଗେଇ ଝରଣା ପାଖରେ ଟିକେ ବୁଲି ଆସେ। ବାହାରର ପରିବେଶକୁ ଆସି ମତେ ଭାରି ଭଲ ଲାଗିଲା। ଅନେକ ସମୟ ତ ଏଠି ବସିଲିଣି। ଏବେ ମୁଁ ମୋ ଘରକୁ ଯାଏ। ଏମିତି କହି ଚଢ଼େଇ ଘରକୁ ଯିବା ପାଇଁ ବାହାରିଲା। ହଠାତ୍ ସେହି ସମୟରେ ଜୋରେ ବର୍ଷା ହେଲା। ଚଢ଼େଇ ମାଖିଥିବା କଳା ରଙ୍ଗ ବର୍ଷା ପାଣିରେ ଧୋଇ ହେଇଗଲା। ହେଲେ ଏକଥା ରାନୀ ଚଢ଼େଇ ଜମା ବି ଜାଣିପାରିଲାନି। ଏହି ଜଙ୍ଗଲରେ କ'ଣ ଆଉ ସୁନ୍ଦରୀ ଚଢ଼େଇ ନାହାନ୍ତି? ଅନେକ ଦିନ ହେଲାଣି ମୁଁ ଗୋଟେ ବି ସୁନ୍ଦରୀ ଚଢ଼େଇ ପାଇନି। ଏବେ ମୁଁ କାହାକୁ ନେବି? ଆରେ ଏଇ ତ ଆଗରେ ଗୋଟେ ସୁନ୍ଦରୀ ଚଢ଼େଇ ବର୍ଷାରେ ଭିଜୁଛି। ମୁଁ ଆଜି ତାକୁ ଧରି ନେଇଯାଏ। ମୋକିଆ ଆଜ୍ଞା, ସର୍ବନାଶ ହେଇଗଲା। ରାକ୍ଷସୀ ରାନୀ ମାକୁ ଧରି ନେଇଗଲା। ନା, ଏମିତି ହେଇପାରିବନି। ମୋ ଝିଅକୁ ଫେରେଇ ଆଣ। ସେପଟେ ରାକ୍ଷସୀ ଚଢ଼େଇକୁ ଧରି ନିଜ ରାଜ୍ୟକୁ ଆସିଲା। ଆଉ ତାକୁ ଗୋଟେ ଘରେ ବନ୍ଦୀ କରି ରଖିଲା। ତୁମେ କାହିଁକି ସୁନ୍ଦରୀ ଚଢ଼େଇ ମାନଙ୍କୁ ଧରି ନେଇ ଆସୁଛ? କିଏ ତୁମେ? ଏସବୁ କରିକି ତୁମକୁ କ'ଣ ଲାଭ ମିଳିବ? ମୁଁ ହେଉଛି ପୂର୍ଣ୍ଣିମା ରାକ୍ଷସୀ। ସବୁ ସୁନ୍ଦରୀ ଚଢ଼େଇ ମାନଙ୍କୁ ମୁଁ ବନ୍ଦୀ କରି ରଖିଛି। କ'ଣ ପାଇଁ ଜାଣିଛୁ? ତ ସହ ସବୁ ସୁନ୍ଦରୀ ଚଢ଼େଇଙ୍କୁ ପୂର୍ଣ୍ଣିମା ରାତିରେ ମାରିଲେ ମୁଁ ଶକ୍ତିଶାଳୀ ହେବା ସହ ଅନେକ ସୁନ୍ଦରୀ ହେଇଯିବି। କାଲି ହେଉଛି ସେ ପୂର୍ଣ୍ଣିମା ରାତି। ତୁ ଖାଲି ଆଉ ଗୋଟେ ଦିନ ଅପେକ୍ଷା କର, ମୁଁ ତତେ ମାରିବି। ଏବେ ତୁ ଏଇଠି ବନ୍ଦୀ ହେଇ ରହ। ଏମିତି କହି ରାକ୍ଷସୀ ସେଠାରୁ ଚାଲିଗଲା। ରାନୀ କେମିତି ସେ ଘରୁ ବାହାରିବ ଚିନ୍ତା କରୁଥିଲା। ସେହି ସମୟରେ ସେ ଘରକୁ ଜଗିଥିବା ଗୋଟେ ଚଢ଼େଇ ଉପରେ ତାର ନଜର ପଡ଼ିଲା। ରାନୀ ସେ ଚଢ଼େଇ ପାଖକୁ ଗଲା। ଆରେ ର, ତୁ କୁଆଡ଼େ ଯାଉଛୁ? ରାକ୍ଷସୀ ମା ତତେ ଏଠୁ ବାହାରିବାକୁ ମନା କରିଛନ୍ତି। ଯା ଯା, ନିଜ ଜାଗାକୁ ଫେରିଯା। ମୁଁ ବହୁତ ଦୁର୍ବଳ। ମୁଁ କ'ଣ ରାକ୍ଷସୀ ମାଙ୍କ ସହ ଲଢ଼େଇ କରି ପାରିବି? କାଲି ରାକ୍ଷସୀ ମା ମତେ ମାରିଦେବେ। ମୋର ଗୋଟେ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଜାଣି ତୁମେ ବହୁତ ଭଲ। ଦୟାକରି ମୋର ଗୋଟିଏ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଅଳ୍ପ ସମୟ ପାଇଁ ବାହାରକୁ ଯାଇ ବୁଲିବାକୁ ଚାହୁଁଛି। ଆଚ୍ଛା ଆଚ୍ଛା, ଠିକ ଅଛି, ତୁ ଏବେ ଯା, ହେଲେ ଶୀଘ୍ର ଫେରି ଆସିବୁ। ତାପରେ ରାନୀ ସେ ଘରୁ ବାହାରି ଆସିଲା। ସେ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ସେ ଏକ ପଥରରେ ବାଜି ତଳେ ପଡ଼ିଗଲା। ମୋ ଗୋଡ଼! ଆରେ ଇଏ କେମିତିକା ଗଛ? ଆଉ ତାକୁ ଏମିତି ଘୋଡ଼ିକି କିଏ ରଖିଛି? ଏଇଟା ସେଇ ଗଛ ଯୋଉ ଗଛର ଫୁଲ ଖାଇଲେ ରାକ୍ଷସୀ ମରିଯିବ। କିଏ ତୁମେ? ଆଉ କଣ୍ଟା ଗଛ ହେଇ ତୁମେ କଥା କେମିତି କହୁଛ? ରାନୀ, ମତେ କ'ଣ ତୁ ଚିହ୍ନି ପାରୁନୁ? ମୁଁ ତ ସାଙ୍ଗ। ରାକ୍ଷସୀ ଆମକୁ ଧରି ଆଣି କଣ୍ଟା ଗଛ କରି ଏଠି ରଖିଛି। କାଲି ପୂର୍ଣ୍ଣିମା ରାତିରେ ସିଏ ଆମ ସମସ୍ତଙ୍କୁ ମାରିବ। ରାନୀ, କିଛି କର, ଆମକୁ ବଞ୍ଚା। ଚିନ୍ତା କରନି ସାଙ୍ଗ, ଯେମିତି ବି ହେଉ ଆମେ ସେ ରାକ୍ଷସୀକୁ ମାରିବା। ଏଇ ଫୁଲ ନେଇ ମୁଁ ଯଦି ଏମିତି ରାକ୍ଷସୀକୁ ଦେବି, ସେ ଜମା ବି ଖାଇବନି। ମତେ କିଛି ଉପାୟ ବାହାର କରିବାକୁ ହେବ। ଆଚ୍ଛା, ସେ ରାକ୍ଷସୀର ରୋଷେଇ ଘର କୋଉଠି କହିପାରିବୁ? ଏଇ ଯୋଉ ଆଗରେ ଘର ଅଛି, ସେଇଟା ରାକ୍ଷସୀର ରୋଷେଇ ଘର। ତୁ ଯଦି କିଛି କରିବାକୁ ଚାହୁଁଛୁ ଶୀଘ୍ର କର। ରାକ୍ଷସୀ ଏବେ ଘରେ ନାହିଁ। ହଁ, ମୁଁ ଏବେ ହିଁ ସେ କାମ କରୁଛି। ତାପରେ ଚଢ଼େଇ କିଛି ବିଷାକ୍ତ ଫୁଲ ତୋଳି ସେସବୁ ଧରି ରାକ୍ଷସୀର ରୋଷେଇ ଘରକୁ ଗଲା। ସେ ରାକ୍ଷସୀ ପାଇଁ ଗୋଟେ କେକ୍ ତିଆରି କଲା। ଆଉ ସେ କେକ୍ରେ ବିଷ ମିଶାଇଲା। ତାପରେ ସେ ସେଇ କେକ୍ ଧରି ରାକ୍ଷସୀ ପାଖକୁ ଗଲା।
एबे मु तते मारिबी। अरे एइटा तू कौन धरिचु? एइटा होची गोटे गोलापी केक। एई केक खाई आमे सबु चढ़ी सुंदरी हेइचु। मु तुमको सुंदरी करिबा पाई ही एई केक बनेची। निया ए केक खाई सुंदरी हुआ। तुमे जेते बेले सुंदरी हेइजिब दया करी मते मारिबनी, मते छाड़ी देब। अच्छा अच्छा ठीक अछि, तो कथा जदि सत हेइताए मु तते छाड़ी देबी। सुंदरी हेबा लोभरी राक्षसी से केक खाईदेला। जेमिति से केक खाइला ता देहरे निया जलिला। किछि समय रे ही से नियारे जली पाउंस हेगला। राक्षसी मरिबा परे परे सबु चढ़ी मुक्त हेगले। तापरे समस्ते निज निज घर को फेरी गले। रानी चढ़ी ता बापा माँ को सबु घटना कहला। रानीर बुद्धि पाई समस्ते तार अनेक प्रशंसा कले। अरे बा ए जंगलटी सतरे बहुत सुंदर हेची। नदी झरणा देखिले मन खुशी हो जाउची। एते सफा पानी देखी तो मते नदी रे गाधेबाको इच्छा हेलानी। जाए नदी रे मुटिके गाधेई आसे। एमिति कही परी नदी रे गाधेला। से गाधेबा समय रे ता मुंडरे पिंथिबा क्राउन खसी नदी रे भासी गला। एक कथा परी जानी पारिलानी। से नदी रु बाहर को आसिला परी, अरे कौन मो क्राउन कोठी पड़ी गला? निश्चय नदी रे पड़ीथिबो। मु थरे खोजी देखे। अरे चढ़ी तू आज पानी आनिबा को जीबुनी की? हाँ हाँ मु भी एबे जीबी। आज रोसे सारू सारू टिके डेरी ही गला तो चले एबे पानी आनिबा को जीबा। एते खोजिली हेले मम क्राउन को कोठी भी पाइलिनी। मु एबे क्राउन बिना घर को केमिति फेरिबी? आख पाखरे तो मुको चढ़ई को भी देखुनी। एबे मु काहा को साहाय्य मागिबी? परी एपरी कही कांदुथिला। सेते बेले काऊ आउ चढ़ई नदी को पानी नेबा पई आसिले। सेमाने परीर कांद सुनिबाको पाइले। अरे काऊ किए गोटे कांदुची ना? से निश्चय विपदरे पड़िथिबो। चले ता पाखକୁ ଯିବା। किए तुमे आउ एमिति कांदुच काहेकि? मु जानी परी तुम जंगलर नदी रे गाधेबा समय रे मो क्राउन खसी पड़िला। बहुत समय जाए खोजिली हेले कोठी भी पाइलिनी। क्राउन बिना मो घर को जाई परिबिनी। तमे माने मते टिके सहाय्य कर। तम जंगल रे थिबा सुना दुकान रु मो पई गोटे सुना क्राउन आनी दियो। किंतु परी सुना क्राउन रो दाम बहुत। मो पाखरे एते टंका नाही। थिले मु निश्चय आनी देई थांती। अच्छा एमिति कथा चढ़ी। ए ने किछि टंका। ए टंका रे तो सुनार क्राउन किनि पारिबु। ठीक अछि परी तुमे किछि समय अपेक्षा कर। मु एबे सुनार क्राउन किनि आउची। अरे ई परी चढ़ई को एते गुडे टंका देला। मु भी किछि टंका परीठु मागिनिए। परी तुमे एते गुडे टंका चढ़ई को काहेकि देला? मु ता गुण भल भाबरे जानिची। से तुम पई गोटे नकली सुनार क्राउन आनी दे बाकी सब टंका निजे खर्च करिबा। सेथि पई कोन कहउथिली कि तुमे मते किछि टंका दिया। मु तुमको असली सुनार क्राउन आनी देबी। सतरे ना कोन? तेबे काऊ तू भी किछि टंका ने। अरे अरे तू पानी आनिबाकू जाइथिलु हेले पानी न आनी एसबु कौन आनिचु? काऊर स्त्री ता स्वामी को सब घटना कहिला। वाह ये तो बहुत भल कथा। मते आउ कष्ट करी चोरी करबाकू पड़िबनी। आमे किछि दिन आराम रे चली परिबा। हाँ तुमे ठीक कथाटी कहिला। हेले मु परी को कहिची ताको सुनार क्राउन देबी। मु एथिरु अल्प टंका नै परी को गोटे नकली सुनार क्राउन देई देबी। तापरे सब टंका केवल आमर हेइ जिवो। मिट्टू भाई मते गोटे नकली सुनार क्राउन दियो। जेमिति से क्राउन सत सतिके सुना परी लागुथिबो। हाँ हाँ मु बुझी गली। एई ने तो नकली सुनार क्राउन। अरे काऊ भौणी तुमे एठी? अच्छा तुमे नकली सुनार क्राउन काहेकि किनिच? अरे चढ़ी मो पाखरे तो एते टंका नाही जे मु असली सुनार क्राउन किनिबी। किछि दिन परे मो झियर जन्मदिन। मु ताकू ए क्राउन देबा पई किनुथिली। अच्छा चढ़ी मु एबे जाउची।
ମିଟୁ ଭାଇ ଏଇ ନିଅ ଟଙ୍କା, ମତେ ଗୋଟେ ଅସଲି ସୁନାର କ୍ରାଉନ ଦିଅ। ତୁ କିଛି ସମୟ ଅପେକ୍ଷା କର ଚଢ଼ି, ମୁଁ ଏବେ ଆଣୁଛି। ପରି ପରି କୋଉଠି ଅଛ? ଏଇ ଦେଖ, ମୁଁ ତୁମ ପାଇଁ କ୍ରାଉନ ନେଇ ଆସିଛି। ଆରେ ବା, এই କ୍ରାଉନଟି ତ ଅନେକ ସୁନ୍ଦର ହେଇଛି। କାଉ, ମୁଁ ତ ଉପରେ ଖୁସି ହେଲି। ଏଇ ନେ କିଛି ସୁନା ଟଙ୍କା। ଆରେ ଏତେ ସାରା ସୁନା ଟଙ୍କା ମୋର? ତୁମକୁ ଅନେକ ଅନେକ ଧନ୍ୟବାଦ ପରି। ପରି, ତୁମେ ଏଇଠି ଅଛ? ଏଇ ନିଅ, ମୁଁ ତୁମ ପାଇଁ ଗୋଟେ ସୁନାର କ୍ରାଉନ ଆଣିଦେଇଛି। ଏଇ କଣ ପରି, ତୁମେ ନକଲି ସୁନାର କ୍ରାଉନ କାହିଁକି ଧରିଛ? ମୁଁ ଠିକ ଏମିତି ଗୋଟେ କ୍ରାଉନ କାଉ ପାଖରେ ଦେଖିଥିଲି। ହଁ ଚଢ଼ି, କିଛି ସମୟ ଆଗରୁ କାଉ ଏଠାକୁ ଆସି ମତେ ନକଲି ସୁନାର କ୍ରାଉନ ଦେଇଛି। ମୁଁ ତା ବିଷୟରେ ସବୁ ଜାଣିଛି, ସେଥିପାଇଁ ତ ତାକୁ ଉଚ୍ଚ ଶିକ୍ଷା ଦେବା ପାଇଁ ମୁଁ ନକଲି ସୁନା ଟଙ୍କା ତାକୁ ଦେଇଛି। ବହୁତ ଭଲ କରିଛ ପରି, ଠକ ମାନଙ୍କ ସହ ଏମିତି ହିଁ ହେବା ଦରକାର, ସେ ଉଚ୍ଚ ଶିକ୍ଷା ପାଇବ। ଆଚ୍ଛା ପରି, ମୁଁ ଏବେ ଘରକୁ ଯାଉଛି। ରହିଛ ଚଢ଼ି, ତୁ ବହୁତ ଭଲ। ତତେ ଖାଲି ହାତରେ ପଠେଇଲେ ମତେ ଭଲ ଲାଗିବନି। ମୁଁ ତତେ କିଛି ଉପହାର ଦେଉଛି। ଏଇ ନେ କିଛି ସୁନା ଟଙ୍କା। ଚଢ଼ି ପରୀକୁ ଧନ୍ୟବାଦ ଜଣାଇ ସେସବୁ ସୁନା ଟଙ୍କା ନେଇ ନିଜ ଘରକୁ ଗଲା। ତାଙ୍କର ସବୁ କଥା କାଉ ଶୁଣୁଥିଲା। ସେ କହିଲା, ଆରେ ଆରେ, ଏ ପରି ତାହେଲେ ଆମର ସବୁ ଚାଲାକି ଜାଣିଗଲା। ଏ ପରି ମୋ ସ୍ତ୍ରୀକୁ ନକଲି ସୁନାର ଟଙ୍କା ଦେଇଛି। ମୋ ସ୍ତ୍ରୀ ସେ ନକଲି ସୁନା ବିକ୍ରି କରିବା ପୂର୍ବରୁ ମୁଁ ତା ପାଖକୁ ଯାଏ ଆଉ ତାକୁ ଅଟକାଏ। ଏ କଣ, ତୁ ମତେ ନକଲି ସୁନା ଟଙ୍କା ଦେଇ ମୋଠୁ ଅସଲି ସୁନାର ଟଙ୍କା ନେବାକୁ ଚାହୁଁଛୁ? ଏଠୁ ଚାଲିଯା, ନହେଲେ ମୁଁ ତତେ ପୋଲିସରେ ଦେବି। ନା ନା, ଏଗୁଡ଼ା ନକଲି ନୁହଁ, ଏଗୁଡ଼ା ଅସଲି ସୁନା। ପରି ମତେ ନକଲି ସୁନା କାହିଁକି ଦେବ? ତୁମେ ମତେ ଟଙ୍କା ନ ଦେବା ପାଇଁ ଏମିତି ମିଛ କହୁଛ। ଆରେ ତୁ ଆଉ ଯୁକ୍ତି କରନି, ଏଗୁଡ଼ା ସତରେ ନକଲି ସୁନା। ତୁ ମୋ ସାଙ୍ଗରେ ବାହାରକୁ ଆସେ, ମୁଁ ତତେ ସବୁ ଘଟଣା କହୁଛି। ତୁମେ କଣ କହୁଛ? ତା ମାନେ ସେ ବଦମାସ ପରି ମତେ ନକଲି ସୁନା ଟଙ୍କା ଦେଇ ଚଢ଼ିକୁ ଅସଲି ସୁନା ଟଙ୍କା ଦେଇଛି। ମୁଁ ସେ ଚଢ଼ିକୁ ଜମା ବି ଛାଡ଼ିବିନି। ଯେମିତି ବି ହେଉ ଚଢ଼ି ପାଖରୁ ମୁଁ ସବୁ ସୁନା ଟଙ୍କା ନେଇ ଆସିବି। ମୋ ପାଖରେ ଗୋଟେ ଉପାୟ ଅଛି, ଆସ ମୋ ସାଙ୍ଗରେ। ତାନ୍ତ୍ରିକ ବାବା, ଆମକୁ ଟିକେ ସାହାଯ୍ୟ କରନ୍ତୁ। ଆପଣ ଯେତେ ଟଙ୍କା କହିବେ ଆମେ ସେତେ ଟଙ୍କା ଦେବୁ। କଣ ହେଇଛି ତମ ମାନଙ୍କର, ମତେ ଆଗ କୁହ। କାଉ ସବୁ ଘଟଣା ତାନ୍ତ୍ରିକକୁ କହିଲା। ଓ ଆଚ୍ଛା, ବୁଝିଗଲି। ତମେ ମାନେ କଣ ଚାହୁଁଛ? ଏଇ ମନ୍ତ୍ରଯୁକ୍ତ ଆମ୍ବକୁ ନିଅ, ଚଢ଼େଇର ଘର ବାହାରେ ରଖିଦେବ। ଚଢ଼େଇ ଯେତେବେଳେ ଆମ୍ବ ଖାଇବ ତୁମ କାମ ହେଇଯିବ। ତାପରେ କାଉମାନେ ଖୁସି ହେଇ ସେ ଆମ୍ବ ଧରି ଚଢ଼େଇର ଘରକୁ ଗଲେ ଆଉ ଚଢ଼େଇର ଘର ବାହାରେ ରଖିଦେଲେ। ଚଢ଼େଇ ଯେତେବେଳେ ଘର ବାହାରକୁ ଆସିଲା, ଏ ଆମ୍ବ ମୋ ଘର ବାହାରକୁ କେମିତି ଆସିଲା? ଆମ୍ବଟା ଦେଖିବାକୁ କେତେ ସୁନ୍ଦର ହେଇଛି, ଖାଇବାକୁ ବି ନିଶ୍ଚୟ ମିଠା ଲାଗିବ। ଏମିତି କହି ଚଢ଼େଇ ସେ ଆମ୍ବ ଖାଇଲା। ଯେମିତି ସେ ଆମ୍ବ ଖାଇଲା, ସେ ବହୁତ ଛୋଟ ହେଇଗଲା। ଏ କଣ, ମୁଁ ଏମିତି ଛୋଟ କେମିତି ହେଲେ? ତା ମାନେ ନିଶ୍ଚୟ ସେ ଆମ୍ବରେ କିଏ କଳା ଯାଦୁ କରିଥିଲା। ଏବେ କେବଳ ତାନ୍ତ୍ରିକ ହିଁ ମତେ ଭଲ କରିପାରିବ। ମୁଁ ଶୀଘ୍ର ତା ପାଖକୁ ଯାଏ। ଏ କଣ, ଏ ଚଢ଼େଇ ନ ମରି ଛୋଟ କେମିତି ହେଲା? ଆମେ ତ ତାନ୍ତ୍ରିକକୁ କହିଥିଲେ ନା ଏଇ ଚଢ଼େଇକୁ ମାରିବା ପାଇଁ। ତୁ ଚିନ୍ତା କରନି, ଆଜି ଚଢ଼େଇର ଶେଷ ଦିନ। ସେ ଭଲ ହେବା ପାଇଁ ତାନ୍ତ୍ରିକ ପାଖକୁ ଯାଉଛି। ସେଇଠି ତାନ୍ତ୍ରିକ ତାକୁ ମାରିଦେବ। ଏବେ ଚାଲ, ତା ଘରେ ଥିବା ସବୁ ସୁନା ଟଙ୍କା ନେଇ ଆସିବା। ଓହୋ, ଛୋଟ ହେଲା ପରେ ମୁଁ ଟିକେ ବି ଉଡ଼ି ପାରୁନି। ଅଳ୍ପ ଉଡ଼ିଲା ପରେ ହିଁ ମୁଁ ଥକି ଗଲି। କିଛି ସମୟ ଏଠି ଆରାମ କରି ତାପରେ ତାନ୍ତ୍ରିକ ପାଖକୁ ଯିବି। ଏମିତି କହି ଚଢ଼େଇ ସେଠି ଆରାମ କଲା। ସେହି ସମୟରେ ଗୋଟେ କୁକୁଡ଼ା ରାସ୍ତାରେ ପଡ଼ିଥିବା ଦାନା ଖାଇ ଖାଇ ଯାଉଥିଲା। ଚଢ଼େଇ ଏତେ ଛୋଟ ଥିଲା ଯେ ସେ ତାକୁ ଦେଖି ପାରିଲାନି, ଆଉ ଦାନା ସହ ତାକୁ ବି ଖାଇଦେଲା। ଚଢ଼େଇ କୁକୁଡ଼ାର ପେଟ ଭିତରେ ଥାଇ ଚିତ୍କାର କଲା, ବଞ୍ଚାଅ, ମତେ କେହି ବଞ୍ଚାଅ, ଏ କୁକୁଡ଼ାର ପେଟ ଭିତରେ ମତେ କେହି ବାହାର କର।
ଆରେ ଆରେ ମୁଁ ଏ କଣ ଖାଇଦେଲି? ମୋ ପେଟଟା ଏତେ କାଟୁଛି କାହିଁକି? କୁକୁଡ଼ାର ପେଟ ଭିତରୁ ଏମିତି ଚିତ୍କାର କିଏ କରୁଛି? ମୁଁ ପାଖକୁ ଯାଇ ଦେଖେ। ପରି କୁକୁଡ଼ା ପାଖକୁ ଗଲା। ସେ ତା ଯାଦୁ ଶକ୍ତିରେ ଜାଣିଗଲା କୁକୁଡ଼ା ପେଟରେ ଚଢ଼େଇ ଅଛି। ସେ ତୁରନ୍ତ ଚଢ଼େଇକୁ କୁକୁଡ଼ା ପେଟରୁ ବାହାର କଲା। ଆରେ ଚଢ଼େଇ, ତୁ ଏ କୁକୁଡ଼ାର ପେଟ ଭିତରକୁ କେମିତି ଗଲୁ? ଜାଣିଗଲି ଚଢ଼େଇ, ଏସବୁ ସେ ଦୁଷ୍ଟ କାଉ ମାନଙ୍କର କାମ। ସେମାନେ ତ ସୁନା ଟଙ୍କା ଲୋଭରେ ଏସବୁ କରିଛନ୍ତି। ଚାଲେ ଏବେ ତାଙ୍କ ପାଖକୁ ଯିବା। ପରି, ତୁମେ ଏଠାକୁ କାହିଁକି ଆସିଛ? ଆଉ ଏ ଚଢ଼େଇ କେମିତି ଭଲ ହେଲା? ବଦମାସ ପକ୍ଷୀ ଦଳ, ତମେ ମାନେ ଏତେ ଦୁଷ୍ଟ କାମ କରିବ ମୁଁ କେବେ ଭାବିନଥିଲି। ମୁଁ ତମମାନଙ୍କୁ ଏବେ ଶାସ୍ତି ଦେବି। ଆଜିଠୁ ତମେ ମାନେ ଏମିତି ଛୋଟ ହେବ ଯେ କେହି ତାନ୍ତ୍ରିକ ବି ତମମାନଙ୍କୁ ଭଲ କରିପାରିବନି। ଏମିତି କହି ପରି ଦୁଇ କାଉଙ୍କୁ ବହୁତ ଛୋଟ କରିଦେଲା। ଦୁଇ କାଉ କାନ୍ଦି କାନ୍ଦି ସେଠାରୁ ଚାଲିଗଲେ।